Good evening. Good evening, ma'am. Good evening. Good evening, ma'am. Good evening, ma'am. Good evening, ma'am. Good evening, ma'am. Good evening. ଗୋଟେ minute share କରୁଛି। Okay. Stage 4 ଯାଇଥିଲା ନା? Stage 5? Stage 5 ବି ଯାଇଥିଲା। Okay, ଆଉ ଥରେ revision କରିଦବା Stage 5 ର। Stage 5 ରେ ଆମର ଥିଲା adolescence, ହେଲା? Stage 5 ରେ ଆମର adolescence ଥିଲା। adolescence ରେ ଆମର କଣ ଦେଖା ଯାଉଥିଲା ନା identity versus role confusion। Identity କହିଲେ ମାନେ ଗୋଟେ ପିଲାଟେ ସେ ନିଜ ନିଜକୁ ଚିହ୍ନି ପାରିବ କି ତାର ଲକ୍ଷ୍ୟ କଣ, ତାକୁ କଣ କରିବାର ଅଛି, ତାର ଭବିଷ୍ୟତ କଣ ମାନେ ହବ ବା ସେ ଭବିଷ୍ୟତରେ କଣ କରିବ, ଯାହା ସବୁ ଡିରେକ୍ସନ ଦରକାର, ସେଲ୍ଫ କନଫିଡେଣ୍ଟ, ଏ ସବୁ ଜିନିଷ ହଉଛି କଣ ନା ସେ ସେତେବେଳେ ଜାଣିପାରିଥାଏ। ଯଦି ଜାଣିଥାଏ, ଜାଣିକି ଆଗକୁ ବଢିଥାଏ, ତାହେଲେ ତାର ଆଇଡେଣ୍ଟିଟି ସେ ପାଇଯାଇଛି। ଯଦି କୌଣସି ପ୍ରକାର ବୁଝିପାରୁନି କଣ କରିବାର ଅଛି, ତାର ଗତିପଥ କେମିତି ହବ, ତ ସେଟା ହଉଛି ରୋଲ କନଫ୍ୟୁଜନ। ସବୁବେଳେ ସେ କନଫ୍ୟୁଜ ହେଇଥାଏ। କୌଣସି ପ୍ରକାର ହଉଛି କଣ ନା ରେକଗ୍ନିସନ ମିଳେ ନାହିଁ। କୌଣସି ପ୍ରକାର ପିୟର ମାନଙ୍କ ଠାରୁ ହେଲା, ଟିଚର୍ସ ମାନଙ୍କ ହେଲା, କି କୌଣସି ପ୍ରକାର ପ୍ୟାରେଣ୍ଟସ୍ ମାନଙ୍କ ଠାରୁ ହେଲା, କିଛି ବି ତାଙ୍କର ହଉଛି କଣ ନା ରେକଗ୍ନିସନ ମିଳେ ନାହିଁ, ଆକ୍ସେପ୍ଟାନ୍ସ ମିଳେ ନାହିଁ। ସବୁବେଳେ ତାକୁ କଣ କରାଯାଏ ନା ହଉଛି ମାନେ ଭୁଲ ବୋଲି ସାବିତ କରାଯାଏ, ଯୋଉଥିପାଇଁ କି ସେ କଣ କରିଥାଏ ନା ସେଲ୍ଫ କନଫିଡେଣ୍ଟ ତାର କମି ଯାଇଥାଏ। ଡିସିଜନ ନବାର ମେକିଂ ପାୱାର, ଯୋଉଟା ଡିସିଜନ ମେକିଂ ପାୱାର ତାର କଣ ହେଇଥାଏ ନା ହଉଛି ଲୋ ହେଇଥାଏ। ତ ସେଥିପାଇଁ ସବୁବେଳେ କନଫ୍ୟୁଜ ହେଇଯାଇଥାଏ। ତ ସେଥିପାଇଁ ଯଦି ଆମର କଣ ନା ହଉଛି ଇନଫାନ୍ସି ଯଦି ଭଲରେ ଚାଲିବ, ତାହେଲେ ଆମର ହଉଛି କଣ ନା ଯେତେବେଳେ ଆଡୋଲେସେନ୍ସ ଆସୁଛି, ସେତେବେଳେ ବି ମଧ୍ୟ ଆମର କଣ ନା ଆଇଡେଣ୍ଟିଟି ଆମେ ପାଇଯିବା। ଯଦି ଆମେ ଆଇଡେଣ୍ଟିଟି ପାଉନାହାନ୍ତି, ତାହେଲେ କଣ ନା ନେଗେଟିଭ ଆଡକୁ ଗତି କରିବା, ରୋଲ କନଫ୍ୟୁଜ ହେଇଯିବା, ଯୋଉଟା କି ଭବିଷ୍ୟତ ପାଇଁ ଆମକୁ କଣ ନା ହଉଛି ଗୋଟେ ନେଗେଟିଭ ମୋଡ ନେଇଯିବ ବୋଲି କୁହାଯାଏ। ତାପରେ ଆସିଲା ଷ୍ଟେଜ 6, ଯୋଉଟା କି ଇଣ୍ଟିମାସି ଭର୍ସେସ ଆଇସୋଲେସନ। ହଁ କୁହ। मैम fidelity ହଁ fidelity ର meaning କୋଉଠି ଅଛି? identity ରେ ଥିଲା। ଆଇଡେଣ୍ଟିଟିରେ କଣ? Fidelity is the basic strength developed। ଆଚ୍ଛା ଆଚ୍ଛା ଆଚ୍ଛା, ତମେ ଯୋଉ କହୁଛ ଇଏ ଯୋଉ ଆଇଡେଣ୍ଟିଟି ତ ଷ୍ଟେଜ 5 କଥା କହୁଛ? Yes ma'am। ହଁ ହଁ ହଁ, ଷ୍ଟେଜ 5 ରେ ଯୋଉଟା ଲେଖିଛି କି ଫିଡେଲିଟି ଇଜ ଦ ବେସିକ ଷ୍ଟ୍ରେନ୍ଥ ଡେଭଲପ ଇନ ଦିସ୍ ଷ୍ଟେଜ, ୟା ମାନେ ହଉଛି କଣ ନା ହଉଛି ଆମର ଯୋଉ କଣ କହିଲ, କୌଣସି ପ୍ରକାରର କଣ ନା ହଉଛି ମାନେ ଆରମ୍ଭରୁ ହିଁ ହେଲା, ଆରମ୍ଭରୁ ହିଁ କୌଣସି ପ୍ରକାର ଯଦି ହଉଛି ସଫଳତା ସେ ନିଜକୁ ପାଇନାହିଁ, ଯଦି ସଫଳ ଭାବେ ନିଜକୁ ମନେ କରୁନାହିଁ, ଯଦି ସେ ଭାବୁଛି ହଉଛି କଣ ନା ହଉଛି ମୋ ଗତିପଥଟା କେମିତି ହବ କଣ ନାହିଁ, ଯଦି ପାଉନାହିଁ, ତାହେଲେ ରୋଲ କନଫ୍ୟୁଜନ। ଯଦି ସେ ପାଇଯାଉଛି, ଫିଡେଲିଟି ପାଇଯାଉଛି, ତାର ହଉଛି ବେସିକ ଷ୍ଟ୍ରେନ୍ଥ ସେ ପାଇଯାଉଛି, ଯଦି କୌଣସି ପ୍ରକାର ସଫଳତା ପାଇଯାଉଛି, ତାହେଲେ ସେ କଣ କରିବ ନା ଆଗେଇ ଆଗେଇ ଚାଲିବ, ଆଇଡେଣ୍ଟିଟି ସେ ପାଇବ ହେଲା। ତାପରେ ଆସୁଛି କଣ ଷ୍ଟେଜ 6 ହେଲା, ମ୍ୟୁଟ କର ସବୁ। ଷ୍ଟେଜ 6 ରେ ସେ କହିଛି ଇଣ୍ଟିମାସି ଭର୍ସେସ ଆଇସୋଲେସନ,
एथिरे कौन लिखिला ना होचे लव इज बेसिक स्ट्रेंथ डेवलप इन दिस स्टेज तो इंटिमेसी रे तांकर कौन हुए ना होचे लव हला माने भल पाइबा हेउची ही तांकर बेसिक स्ट्रेंथ जदि आमे कौन करिबा ना ए स्टेज रे इंटिमेसी तांकर सफल भाबरे होई थाए बा सफल भाबरे डेवलप होई थाए तेबे से कौन करिबे ना होचे तांकर स्ट्रेंथ तांको मिलि जिवो को जेमति कि लव रे जेमति कि इमोशनल क्लोजनेस आसीबा कमिटमेंट दबा ए सब कौन ना ट्रस्ट सहित ही रिलेशनशिप गढ़िबार क्षमता को बढ़ाई थाए ଯେମିତି କୁହନ୍ତିନି କି ହଉଛି ଗୋଟେ ଲଭ୍ ରେ ଜଣେ ଆସିଲା ପରେ ସେ କଣ ହେଇଥାଏ ନା ହଉଛି ତାର ସେଇଟା ହିଁ ତାର ଷ୍ଟ୍ରେନ୍ଥ ବୋଲି ମନାଯାଏ ସେଇ ଷ୍ଟେଜ ରେ ସେ ଭାବିବ କି ହଁ ମୋ ଭଲ ପାଇବା ମୋ ପାଖରେ ଅଛି ତ ସବୁ ଯାକ ଆଉ କିଏ କୁଆଡେ ନଥିଲେ ବି ଚଳିବ ହେଲା ତ ଏଇଟା ତାର ଯୋଉ ଭଲ ପାଇବାର ଯୋଉ କମିଟମେଣ୍ଟ ହେଇଗଲା ଇମୋସନାଲ କ୍ଲୋଜନେସ୍ ହେଇଗଲା ଲଭ୍ ହେଇଗଲା ଏ ସବୁ ଯାକ ତାକୁ କଣ ନା ଟ୍ରଷ୍ଟ ବିଲ୍ଡ କରିବାରେ ହେଲ୍ପ କରେ ଆଉ ଗୋଟେ ରିଲେସନସିପ ଗଢିବାରେ ହେଲ୍ପ କରେ ଯୋଉଟା କି ଯଦି ଭଲ ଭାବରେ ତ ଚାଲୁଛି ସେଟା ହଉଛି ଇଣ୍ଟିମାସି ହେଲା ତାପରେ କହିଛି their thinking becomes clear ତ କଣ their thinking becomes clear या ମାନେ ହଉଛି ଏଇ ଷ୍ଟେଜ ରେ ଆମର ୟଙ୍ଗ ଆଡଲ୍ଟ ର ଥିଙ୍କିଂ କ୍ଲିୟର ଆଉ ମ୍ୟାଚ୍ୟୁର ହେଇଯାଇଥାଏ ହେଲା ପୁରା କ୍ଲିୟରଲି ତାଙ୍କର ହଉଛି ଥିଙ୍କିଂ ପାୱାର ଟା ଡେଭଲପ ହେଇଥାଏ ଆଉ ମ୍ୟାଚ୍ୟୁର ଲେଭେଲର ହେଇଥାଏ ସେ ନିଜ ଆଇଡେଣ୍ଟିଟି ନିଜର ଗୋଲ ତାଙ୍କର ଲାଇଫ ପ୍ରାୟୋରିଟିଜ ଏ ସବୁ ବିଷୟରେ ସ୍ପଷ୍ଟ ଏମାନେ ଥାଆନ୍ତି ମତେ ଆଗକୁ ୟା ସହିତ ରହିବାର ଅଛି ୟା ସହିତ ଏଉଠୁ କଟଅଫ ହବାର ଅଛି ଯଦି ୟା ସହିତ ଆଗକୁ ବଢିବାର ଅଛି ତାହେଲେ ମତେ କଣ କଣ କରିବା ପାଇଁ ପଡିବ ତ ଏଟା ସବୁବେଳେ ସେ କଣ ମ୍ୟାଚ୍ୟୁରଲି ସେମାନେ ଏସବୁ ଜିନିଷକୁ ହ୍ୟାଣ୍ଡେଲ କରିଥାନ୍ତି ଯଦି ଇଣ୍ଟିମାସି ଯାଉଛି ପଜିଟିଭ ସେନ୍ସରେ ଯାଉଛି ତାହେଲେ ତାଙ୍କ ଥିଙ୍କିଂ ପାୱାରଟା କ୍ଲିୟର ରୁହେ ମ୍ୟାଚ୍ୟୁର ରୁହେ ସେମାନେ ଆଇଡେଣ୍ଟିଟି ପାଇଯାଇଥାନ୍ତି ତାଙ୍କ ଗୋଲ ସେଟ୍ କରିଦେଇଥାନ୍ତି ଆଉ ଲାଇଫର ପ୍ରାୟୋରିଟିଜ ବିଷୟରେ ପୁରା ସ୍ପଷ୍ଟ ଥାନ୍ତି ହେଲା କ୍ଲିୟର ଥାନ୍ତି ଇମୋସନାଲି ସେମାନେ ଡିସିସନ ମଧ୍ୟ କଣ ନା ଲଜିକାଲ ଆଉ ରିଏଲିଷ୍ଟିକ ଭାବରେ ନେବାକୁ ଶିଖିଯାନ୍ତି ମ୍ୟୁଟ କର ସବୁ ହେଲା ଇମୋସନାଲି ସେ ଡିସିସନ ନେଇପାରନ୍ତି ମାନେ ଯେ କହନ୍ତିନି କହୁଛି ସେ ଇମୋସନାଲରେ ଡିସିସନ ନଉଛି କିଛି କୌଣସି ପ୍ରକାର ଲଜିକାଲି ଭାବୁ ନାହିଁ ରିଏଲିଷ୍ଟିକ କୁ ଆସୁନାହିଁ ଏଥିରେ କିନ୍ତୁ ଇଣ୍ଟିମେସିରେ କଣ ହୁଏ ନା ସେ ଇମୋସନାଲି ଡିସିସନ ନବା ସହିତ ଲଜିକାଲ ଥିଙ୍କିଂ ମଧ୍ୟ କରିଥାଏ ଆଉ ରିଏଲିଷ୍ଟିକ ଭାବରେ ମଧ୍ୟ ସେ ହଉଛି କୌଣସି ପ୍ରକାର ଡିସିସନ ଟାକୁ ନେଇଥାଏ ହେଲା ତାପରେ କହିଲା କି ଦେ ଡେଭଲପ ଇଣ୍ଟିମାସି ରିଲେସନସିପ ଫର ଦେୟାର ଲଭଡ ୱାନ୍ସ ତ ୟା ମାନେ କଣ ନା ଏଇ ଷ୍ଟେଜରେ ବ୍ୟକ୍ତି ଗୋଟେ ପିଲାଟି ଗୋଟେ କଣ କରିଥାଏ ନା ଗଭୀର ଭାବରେ ବା ମିନିଙ୍ଗଫୁଲ ରିଲେସନସିପ କୁ ଡେଭଲପ କରିଥାଏ ହେଲା ଗୋଟେ ମିନିଙ୍ଗଫୁଲ ରିଲେସନସିପ ରେ ସେ ଥାଏ ଫ୍ୟାମିଲି ହେଇଗଲା ଫ୍ରେଣ୍ଡସ ହେଇଗଲା ଲାଇଫ ପାର୍ଟନର ହେଇଗଲା କି କୌଣସି ପ୍ରକାର ଲଭଡ ୱାନ୍ସ ହେଇଗଲା ଯାହାକୁ ବି ଭଲ ପାଉଛୁ ତା ସହିତ ହେଇଗଲା ସବୁବେଳେ ଇଣ୍ଟିମାସି ବିଲ୍ଡ କରିକି ट्रस्ट देखई थाए केयर करथाए इमोशनल जहाँ सब ता सहित हेते इमोशन सब शेयर करथाए ए सब आधार रे ही से कौन करथाए ना गोटे रिलेशनशिप को गढ़ी थाए हैला जो थरे कि जदि एमते कहिबा कौन कि आमे जन सहित बहुत क्लोज अच्छो आमे कहते कि आम मनर कथा आमे ता पाखरे ही क्लियर माने शेयर करि परिबा से गोटे फ्रेंड हेई थाओ कि गोटे हमर होची कोन ना फैमिली रे हमर बापा माँ हेई थांतो कि जहा को भल पाउचंते ता सहित हेई थांतो कि गोटे क्लोजली आमे ता सहित शेयर करंती केते बेले क्लोजली शेयर करबा जदि आमे इंटिमेसी हेई पारिबा ता सहित ताहले जाय कि आमे कोन करि पारना ता पाखरे किछ गोटे शेयर करि परिबा हैला तो होची हमर सेही वे रे ही हमर लाइफ टा को चली थाए अच्छा जदि नहेला सेमती जदि आमे का सहित क्लोजली रही पारिले नाही जदि आमे सेही हिसाब रे ता सहित मिसी पारिले नाही जदि आमे एका फील करिले ताहाले आइसोलेशन को पळेले ହେଲା ଯଦି ଆମେ ଏମାନଙ୍କ ସହିତ ମିଶିକି ଚଳି ପାରୁଛନ୍ତି ତାଙ୍କ ସହିତ ବଣ୍ଡିଙ୍ଗ ଭଲ କ୍ଲିୟର କରିପାରୁଛନ୍ତି ରିଲେସନସିପ ଭଲ ରହୁଛି ଆମର ତାହେଲେ ଇଣ୍ଟିମାସି ଯଦି ଆମର ସେଇ ହିସାବରେ ରହୁନାହିଁ ଆମେ ଏକା ଫିଲ୍ କରୁଛନ୍ତି ତାହେଲେ ଆମେ ନେଗେଟିଭ ଆଡକୁ ଯାଉଛନ୍ତି ଆଉ ଆଇସୋଲେସନ ହେଇଯାଉଛନ୍ତି ଆଇସୋଲେସନ ରେ କଣ କହିଛି ଦେଖିବା ଆଇସୋଲେସନ ରେ ଫର୍ଷ୍ଟ କହିଲା କି if intimacy is not developed then they are in isolation तो कौन जदि इस स्टेज रे हमर कौन हे थाए ना व्यक्तिर इंटिमेसी डेवलप हेई पारे नाही बा से करि पारे नाही बा कहा सहित क्लोज हेई पारे नाही ताहले तेबे से कौन हे जिवो ना आइसोलेशन आडको पळे जिवो आइसोलेशन माने कौन समस्त तो जानि थेइथिबो कोरोना टाइम रे आइसोलेशन कौन कौन आइसोलेशन लोनलीनेस हैला तो आइसोलेशन कहला माने कौन प्रकार लोनलीनेस तो
तो एठी हमर कोन कह होची ना इमोशनल लोनलीनेस हमर कोनस प्रकार अन्य मानक सहित यदि गभीर रिलेशनशिप आमे गढ़ी पारु नाहंती गढ़ीबारे असमर्थ होउछंती ताल ताको आमे कोन कहउछंती ना इमोशनल लोनलीनेस बोली आमे कहउछंती तो तापर देछि कि दे गेट डिस्कैर्ड और सेपरेटेड फ्रॉम देयर पेरेंट्स एंड रिलेटिव्स तो इंटीमेसी कौन होता ना डेभलप जदि न हुए तो व्यक्तिर पेरेंट सहित हो तार रिलेटिव सहित हो तार क्लोज पीपल सहित गोटे सेकंड रहला गोटे सेकंड ହେଲା तो आइसोलेशन कौन कहला ना होची दे गेट डिस्कैर्ड और सेपरेटेड फ्रॉम देयर पेरेंट्स एंड रिलेटिव्स या माने होची कोन ना होची इंटीमेसी जदि डेभलप तार न होची ताल तार पेरेंट्स सहित रिलेटिव सहित बा क्लोज पीपल जो माने थांते से मानक ठारू कोन ना सी इमोशनल भाबरे दूरे जाई थांते हैला से अलग हे जाई थांते मा रिजेक्टेड हेबा बा मिसअंडरस्टूड हेबार फीलिंग तंक भीतर अनुभव कर थांते जेमते कि तमे जदि आमे देखिबा रियल लाइफ एग्जांपल नै कि देखिबा ताहले आमे कोन ना जणको बहुत क्लोज भाबुचंती गोटे फ्रेंड को बहुत क्लोज भाबुचंती ता पाखरे आमे सब कथा शेयर करले आ से भी आम कथा बुझी पारला ताहले हमर कोन ता सहित गोटे क्लोज रिलेशनशिप बिल्ड हैला हमर इंटीमेसी आसी गला ता सहित आमे क्लोजली मिसी पारिले सब कथा शेयर करि पारिले क्लियरली गोटे कोन ना बॉन्डिंग टे डेवलप करि पारिले जदि कौन हम ना कौन से प्रकार गोटे किए गोटे तार ना आसिक मते कहीदेला कि अरे से तो पाखे सिना भलसे कथा होची किंतु से तो ना मते परे कहूची तो आमे सेठी कौन कले ना मिसअंडरस्टैंडिंग क्रिएट हैला आमे ताकू आ कोन ना विश्वास करि परिबा नाही ताकू आमे कोनस प्रकार कथा शेयर करि परिबा नाही तो आमे कोन करिबा ना इमोशनली पूरा लोनलीनेस फील करिबा काहे कि ना आमे एते विश्वास जते जाको करथिलो से हमको कोन करला ना होची धोखा दे देला हैला तो आमे कोन करिबा कोडू पळेबा ना आइसोलेशन को पळेबा एका फील करिबा अलग हे जिबा इमोशनली डिअटैच हे जिबा ताठारो हैला तो एटा होची मिसअंडरस्टैंडिंग पई भी हेई पारे कोनस प्रकार फीलिंग को हर्ट करिया पई भी हेई पारे कोनस प्रकार रिजेक्शन पई भी हेई पारे हैला एटा आइसोलेशन बुझी परला तापर असला 7 नंबर स्टेज जोटा कि अछि कोन ना होची जेनरेटिविटी वर्सेस स्टैग्नेशन तो एटा कोन कहूची जेनरेटिव कहूची कि द बेसिक स्ट्रेन डेवलप्ड इज कोर केयर हैला केयर कोन ना हमर एरिक्शन हिसाब रे हम देखिबा ए स्टेज रे हमर केयर फीलिंग रो डेवलप हेइ था हैला केयर होची कोन ना बेसिक स्ट्रेंथ सेते बळ को केयर हे जाय गोटे बेसिक स्ट्रेंथ केयर माने होची कोन ना अन्य मानक प्रति कोनस प्रकार दायित्ववान हेबा का पई भल पाइबा देखेबा भल पाइबा प्रति कंसर्न हबा तो गोटे कोनस प्रकार व्यक्ति फैमिली हे गला चिल्ड्रन हे गला स्टूडेंट हे गले कि कोनस प्रकार सोसाइटी हे गला कि हमर नेक्स्ट जनरेशन पई हमर यदि कोनस प्रकार कोन केयर करबा को आग्रही आमे हुंती तो ए सब जांक होची कोन ना होची केयर रे जीव आ सब जांक बेसिक स्ट्रेंथ हमर डेवलप हेइ थाए आमे सब कोन करनते ना होची त बळे सब काम सरी गला आ पढ़ा पढ़ी सरी गला माने विवाह सरी गला तापर आमे कोन भाबंते कि होची आमे केमिति आम पिल्लांक प्रति केमिति दायित्ववान हबा फैमिली केमिति चलिबो ता प्रति भाबिबा स्टूडेंट्स माने जेमति कि जो माने सब टिके एज रो अछंती जो माने सब टीचर माने से माने सब कोन भाबे कि आम स्टूडेंट मानन को केमिति कोन मो से आगु जिबे तांका पई भाबिबी कोन करबी सोसाइटी केमिति आगु जिबो ता विषय रे भाबिबी ए सब जेमति कि नेक्स्ट जनरेशन को केमिति सब कोन ना होची प्रिजर्व करके रखा जिवो से सब विषय रे भाबिबी ए सब होची हमर जेनरेटिविटी तापर से कहछि जेनरेटिविटी रे कि द इंडिविजुअल एट द स्टेज इज मोर प्रोडक्टिव एंड क्रिएटिव तो कौन ना ए स्टेज रे गोटे व्यक्तिटे अधिक प्रोडक्टिव हेइ थाए बा क्रिएटिव हेइ थाए बहुत सारा क्रिएटिव थिंकिंग मध्य ता मन रे आसी थाए ए समय रे से निजर वर्क सहित निज प्रोफेशन सहित किंबा कोनोसी सोशल रोल रे
ହେଲା social role ରେ ଭଲ performance ଦେବାକୁ ବି ଚେଷ୍ଟା ସେ କରିଥାଏ। ଯଦି କୌଣସି ପ୍ରକାର ଚାକିରି କରୁଛି ସେ ଭାବିବ କଣ ନା ମୋର କେମିତି ପ୍ରମୋସନ ହବ, ମୁଁ କେମିତି ଭଲ କାମ କରିବି, ମୁଁ ଆଗକୁ ବଢିବି। ହେଲା ତାର profession ରେ ହେଇପାରେ, କୌଣସି ପ୍ରକାର work ରେ ହେଇପାରେ, social role ରେ ହେଇପାରେ, କିଛି ପ୍ରକାର performance ରେ ବି ହେଇପାରେ। ସବୁବେଳେ ସେ କଣ କରିବ ନା କ୍ରିଏଟିଭ ବା productive work କରିବାକୁ ଚେଷ୍ଟା କରିଥାଏ ଏଇ ଷ୍ଟେଜରେ। ହେଲା ତାପରେ କହିଛି କି ଦେ want to create or generate something new। ତ ଜେନେରେଟିଭିଟିର ମୁଖ୍ୟ ଅର୍ଥ ହେଉଛି କଣ ନା କ୍ରିଏଟ କରିବା କିଛି। ହେଲା କୌଣସି ପ୍ରକାର କ୍ରିଏଟ କରିବା ବା ହଉଛି ଜେନେରେଟ କରିବା। ଜେନେରେଟିଭିଟିରୁ ଆମର ଆସିଲା ଜେନେରେଟ, କିଛି ଗୋଟେ ନୂଆ କରିକି ଜେନେରେଟ କରିବା ବା କ୍ରିଏଟ କରିବା ଏଇ ଷ୍ଟେଜରେ ତାଙ୍କର ମୁଖ୍ୟ ମାନେ କଣ ଅର୍ଥ ବୋଲି କହିପାରିବା, ମୁଖ୍ୟ କାମ ବୋଲି ବି କହିପାରିବା। ତ ଏଇ ଷ୍ଟେଜରେ ବ୍ୟକ୍ତି କଣ କରିଥାଏ ନା ନୂଆ କିଛି କ୍ରିଏଟ କରିବାକୁ ସବୁବେଳେ ଚାହିଁଥାଏ। ଯଦି ଆମେ ନୂଆ କରି କିଛି କ୍ରିଏଟ କରୁଛି, ଯଦି ସେଥିରେ ସକ୍ସେସ୍ ହଉଛି ତାହେଲେ ସେଟା ହଉଛି କଣ ନା ହଉଛି ତାର ପଜିଟିଭରେ ଗଲା, ଯୋଉଟା କି ଜେନେରେଟିଭିଟି ଆମେ କହିପାରିଲେ। ଆଚ୍ଛା ଷ୍ଟାଗ୍ନେସନ ପୁଣି କଣ? ଷ୍ଟାଗ୍ନେସନରେ ଦେଲା if they cannot innovate or be creative then they develop stagnation। ଯଦି ଆମର କୌଣସି ପ୍ରକାର ଏଇ ଷ୍ଟେଜରେ ଇନୋଭେଟିଭ ଆଇଡିଆ ସେ କ୍ରିଏଟ କରିପାରିଲା ନାହିଁ, କୌଣସି ପ୍ରକାର କିଛି କ୍ରିଏଟିଭ ଥିଙ୍କିଂ ତାର ଆସିଲା ନାହିଁ ବା କ୍ରିଏଟ କରିପାରିଲା ନାହିଁ ବା ଜେନେରେଟ କରିପାରିଲା ନାହିଁ, ତେବେ ସେ କଣ ହବ ନା ତାର ଷ୍ଟାଗ୍ନେସନ ଡେଭଲପ ହେଇଯିବ। ଷ୍ଟାଗ୍ନେସନ କଣ ନା ଷ୍ଟାଗ୍ନେସନ ମାନେ ହଉଛି ଗ୍ରୋଥ ସେଇଠି ଅଟକି ଯିବ। ହେଲା ଜୀବନ ସେ ନିରାଶ ହେଇଯିବ, କହିବ କି ହେ ମୁଁ ମୋ ଲାଇଫରେ କିଛି କରିପାରିଲିନି। ହେଲା ଜୀବନ ପୁରା ନିରାଶ ଲାଗିବ, ଗୋଟେ କଣ ନା ହଉଛି ସେଲ୍ଫ ସେଣ୍ଟର୍ଡ ହେଇଯିବ କି ହଁ ମୁଁ ଯାହା କରୁଛି ଖାଲି ମୋ ନିଜ ପାଇଁ ଯାହା ଯାହା କରିଛି ଆଉ କାହା ପାଇଁ କିଛି ବି ମୁଁ କରିନି। ପୁରା ଷ୍ଟାଗ୍ନେସନ ଫିଲ୍ କରିବ, ଆଉ ମାନେ ସେ ଏକା ଫିଲ୍ କରିବ କି ହଁ ମୁଁ କିଛି ବି କରିନି, ନିରାଶ ହେଇଯାଇଛି ମୁଁ। ହେଲା ନିରାଶ ହେଇଯାଇଛି ବୋଲି ସେଟା ଫିଲ୍ କରିବ। ଯଦି କୌଣସି ପ୍ରକାର ଜେନେରେଟ କରିପାରିଲା ନାହିଁ, ଯଦି କୌଣସି ପ୍ରକାର ସେ କିଛି ଡେଭଲପ କରିପାରିଲା ନାହିଁ, କ୍ରିଏଟ କରିପାରିଲା ନାହିଁ କିଛି ନୂଆ କରିକି, ହେଲା ତାର ହଉଛି ଆଗାମୀ ଯୋଉ ପିଢି ଆସୁଛନ୍ତି ତାଙ୍କ ପାଇଁ କିଛି ସେ ପ୍ରିଜର୍ଭ କରିପାରିଲା ନାହିଁ, କି ତା ଛୁଆ ପିଲାଙ୍କ ପାଇଁ କିଛି ଯଦି କରିପାରିଲା ନାହିଁ, ତ ସେ ସବୁ ଯାକ ପଳେଇବ ଷ୍ଟାଗ୍ନେସନକୁ। ଯଦି କରିଛି ଖୁସି ଅଛି ତାହେଲେ ଜେନେରେଟିଭିଟିରେ ରହିଲା। ହେଲା ତାପରେ ଲାଷ୍ଟ ଷ୍ଟେଜ 8 ନମ୍ବର ଷ୍ଟେଜ କଣ ଦେଇଛି? ଇଣ୍ଟିଗ୍ରିଟି ଭର୍ସେସ ଡେସ୍ପାୟାର। କଣ ଅଛି ଦେଖିବା ଇଣ୍ଟିଗ୍ରିଟିରେ କହିଲା କି wisdom is the basic strength developed in this stage। ତ କଣ ନା ଆମର ଏରିକ୍ସନ କହୁଛନ୍ତି କି ଏଇଟା ହଉଛି ଆମର ଫାଇନାଲ ଷ୍ଟେଜ। ଫାଇନାଲ ଷ୍ଟେଜରେ ଯଦି ଆମର ଇଣ୍ଟିଗ୍ରିଟି ସକ୍ସେସଫୁଲି ଡେଭଲପ ହୁଏ, ତେବେ ଆମର କଣ ନା wisdom ହେଉଛି ଗୋଟେ ଷ୍ଟେଜର ବେସିକ ଷ୍ଟ୍ରେନ୍ଥ, ଗୋଟେ wisdom ଯୋଉଟା ଇଚ୍ଛା। ହେଲା wisdom ମାନେ ହଉଛି କଣ ନା ଜୀବନକୁ ଗଭୀର ଭାବରେ ବୁଝିବା, ଜୀବନର ସଫଳତା ଓ ଅସଫଳତା ଦୁହିଁକୁ ଆମେ କଣ କରିବା ନା ଗ୍ରହଣ କରିବାର କ୍ଷମତା ଯଦି ରଖିବା, ତ ସେଟା ହଉଛି ଆମର କଣ ନା wisdom। ତ ଯେମିତିକି ବୃଦ୍ଧ ବ୍ୟକ୍ତିମାନେ ନିଜ ଜୀବନ ପ୍ରତି ସନ୍ତୁଷ୍ଟ ଯେମିତି ରହିବେ, ଯେମିତି ସେ ଭାବିବେ କଣ ନା ହଉଛି ମୁଁ ମୋ ଲାଇଫରେ ଯାହା ଯାହା ହେଇଛି ଏତେ ବର୍ଷ ମୁଁ ହଉଛି କଣ ନା ହଉଛି ଲାଇଫକୁ ଦେଖି ସାରିଲିଣି, ଆଉ ଯାହା ଧର ଭଲ ହେଇଛି ତାକୁ ବି ଆକ୍ସେପ୍ଟ କରିବେ, ଯାହା ଖରାପ ହେଇଛି ତାକୁ ବି ଆକ୍ସେପ୍ଟ କରିବେ, ନୁହଁ କି ଯାହା ଭଲ ହେଇଛି ତାକୁ ଆକ୍ସେପ୍ଟ କରିକି ଖରାପ ଯାହା ହେଇଛି ତାକୁ ଯଦି ମନରେ ରଖିକି ସବୁବେଳେ ଦୁଃଖରେ ରହିଯିବେ କି ମୁଁ ଏଇଟା କରିଦେଲି, ଏଇଥିପାଇଁ ମୁଁ ସବୁବେଳେ ଦୁଃଖ ପ୍ରକାଶ କରୁଛି, ଏଇଟା ମୋ ଜୀବନରେ ପୁରା ହଉଛି କଣ ନା ହଉଛି ଦୁଃଖ ଗୋଟେ ରହିଗଲା, ଏଇଟାକୁ ସେ କଣ କରିବେ ନା ଆକ୍ସେପ୍ଟ କରିବେ। ହଁ ଏଇଟା ଅସଫଳତା, ଏଇଟା କିଛି ହେଇଛି, ଏଇଟା ହଉଛି କଣ ନା ସଫଳତା ହେଇଛି। ତ ଲାଷ୍ଟ ବେଳକୁ ଯେତେବେଳେ ଆସିକି ଲାଷ୍ଟ ଇଏରେ ପହଞ୍ଚି ଯାଆନ୍ତି ମଣିଷ, ସେତେବେଳେ ସେ ଭାବନ୍ତି କି ହଉଛି ମୁଁ କଣ ନା ହଉଛି ମାନେ କଣ ପାଇଲି, କଣ ହରେଇଲି। ଆଉ ଯାହା ଯାହା ପାଇଲି ସେଟାକୁ ବି ଆକ୍ସେପ୍ଟ କରିବେ, ଯାହା ଯାହା ହରେଇଲେ ତାକୁ ବି ଆକ୍ସେପ୍ଟ କରିକି ହଁ ଠିକ ଅଛି ବୋଲି ଯଦି ପଜିଟିଭଲି ଆକ୍ସେପ୍ଟ କରୁଛନ୍ତି ଆଉ ସେଥିରେ ସେମାନେ ସନ୍ତୁଷ୍ଟ ରହୁଛନ୍ତି, ତାହା ହଉଛି ଇଣ୍ଟିଗ୍ରିଟି। ହେଲା ତାପରେ କଣ କହିଛି ସେଇଥିରେ ନା ଅଲ୍ ଦ ପଜିଟିଭ ପର୍ସନାଲିଟିଜ ଅର ଚାଇଲ୍ଡ ଫ୍ରମ୍ ଷ୍ଟେଜ 1 to stage 8 ଇଜ ଇଣ୍ଟିଗ୍ରେଟେଡ। ତ ଏଇ ଷ୍ଟେଜରେ ଆମର ବ୍ୟକ୍ତିର ସମସ୍ତ ପଜିଟିଭ ପର୍ସନାଲିଟି ସବୁ କଣ ଟ୍ରିଟ୍ ଥାଏ, କେମିତି ଯେମିତିକି ଯେପରି ଆମର ହୋପ୍ ହେଇଗଲା, ୱିଲ୍ ହେଇଗଲା, ପର୍ପୋଜ ହେଇଗଲା, ଆମର କମ୍ପିଟେନ୍ସି ହେଇଗଲା, ଲଭ୍ ହେଇଗଲା, କେୟାର ହେଇଗଲା, ଏ ସବୁ ଯଦି ପୂର୍ବ ଷ୍ଟେଜ ଯୋଉ 7ଟା ଷ୍ଟେଜ ଆମେ ପଢିଲେ, ପୂର୍ବବର୍ତ୍ତୀ ଷ୍ଟେଜରୁ ଯଦି ଡେଭଲପ ହୋଇଥିବ ଏସବୁ ଗୁଣର, ତାହେଲେ ଆମର କଣ ହବ ନା ଲାଷ୍ଟ ଷ୍ଟେଜରେ ଆମେ କଣ କରିବା ନା ଇଣ୍ଟିଗ୍ରେଟ ଫିଲ୍ କରିବା।
ଆମେ ହଉଛି ଏକା ସାଥିରେ ସବୁ ଯାକ ଏଇଟା ଇଣ୍ଟିଗ୍ରେଟ୍ ହେଇଥାଏ। ଆମ ଲାଇଫଟା ଭଲ ସବୁଥିରେ ପଜିଟିଭ ହେଇ ଚାଲିଛି, ଲାଷ୍ଟ ଷ୍ଟେଜରେ ଆମେ ସବୁଥିରେ ଇଣ୍ଟିଗ୍ରେଟ୍ ମଧ୍ୟ କଲେ କି ହଁ ଆମେ ସବୁଥିରେ ଲଭ୍ ପାଇଛନ୍ତି, ଆମେ ପର୍ପୋଜ ଯାହା ଥିଲା ଲାଇଫରେ ଗୋଲ ଯାହା ସେଟ୍ କରିଥିଲେ ତା ପାଇଁ ଆମେ ପର୍ପୋଜ ଭଲସେ ଲିଭେଇଛନ୍ତି, ଆମେ ମଧ୍ୟ କେୟାର ପାଇଛନ୍ତି, କେୟାର ଦେଖେଇଛନ୍ତି, ଆମେ ଯାହା ସବୁ ହୋପ୍ ଥିଲା ଯାହା ଆମ ଫ୍ୟାମିଲିର ସେ ସବୁକି ଭଲରେ ଲିଭେଇଛନ୍ତି, ଆମର ପର୍ସନାଲିଟିକୁ ଭଲ ଭାବରେ ପଜିଟିଭଲି ଆମେ ଡେଭଲପ୍ କରିଛନ୍ତି, ଆମ ୱିଲ୍ ପାୱାର ଯାହା ସବୁ ଥିଲା ସେ ସବୁ ବି ଭଲ ଭାବରେ ଚାଲିଥିଲା। ତ ଲାଷ୍ଟକୁ ଆମେ ଇଣ୍ଟିଗ୍ରେଟ୍ ହେବା, ଇଣ୍ଟିଗ୍ରେଟ୍ ଆମେ ଫିଲ୍ କରିବା କି ହଁ ଆମର ଯାହା ଯାହା ଲକ୍ଷ୍ୟ ଥିଲା ସବୁ ଜିନିଷ ଆମେ ପୂରଣ ଭଲ ଭାବରେ କରିଛନ୍ତି। ଅର୍ଥାତ୍ କ'ଣ ନା ଲାଇଫର ସମସ୍ତ ଷ୍ଟେଜର ଏକ୍ସପିରିଏନ୍ସ ମିଶିକି ଗୋଟେ ମ୍ୟାଚ୍ୟୁର ଆଉ ବାଲାନ୍ସଡ ଆଉ ମିନିଙ୍ଗଫୁଲ ପର୍ସନାଲିଟି ଗଢ଼ି ଉଠିଥାଏ ଲାଷ୍ଟ ଷ୍ଟେଜ, ଯୋଉଟାକି ଇଣ୍ଟିଗ୍ରେଟିଭ ବୋଲି ଆମେ କୁହନ୍ତି। ହେଲା, ତ ଡେସ୍ପେୟାର କ'ଣ ନା ଡେସ୍ପେୟାର କହୁଛି ଇଫ୍ ଦ ଇଣ୍ଟିଗ୍ରେସନ ଅଫ ଭେରିୟସ୍ ଷ୍ଟେଜ ଅଫ ପର୍ସନାଲିଟି ଟ୍ରେଟ୍ ଆର୍ ନଟ୍ ପସିବଲ ଦେନ୍ ଦ ରେଜଲ୍ଟ ଇଜ ଇନ୍ ଡେସ୍ପେୟାର। ସେ କହିବା କଥା ହଉଛି ଯଦି ଜୀବନରେ ଯୋଉ ପୂର୍ବ ଷ୍ଟେଜ ସବୁ ଯାହା ସବୁ ଥିଲା ସେ ସବୁ ଷ୍ଟେଜରୁ ଯଦି ଡେଭଲପ ହୋଇଥିବା ପର୍ସନାଲିଟି ଟ୍ରେଟକୁ ଗୋଟେ ସାଙ୍ଗରେ ଇଣ୍ଟିଗ୍ରେଟ କରାଯାଇ ପାରିବ ନାହିଁ, ହେଲା, ତେବେ କ'ଣ ହବ ନା ଓଲ୍ଡ ଏଜରେ ଡେସ୍ପେୟାର ଡେଭଲପ ହୁଏ। ଡେସ୍ପେୟାର ମାନେ କ'ଣ ନା ଗଭୀର ଅସନ୍ତୋଷ, ପଶ୍ଚାତାପ, ହୋପଲେସନେସ୍ ବା ଭାବନା। ଯେମିତି ଲାଷ୍ଟକୁ ଆମେ କ'ଣ ନା ହଉଛି ଲାଷ୍ଟ ଷ୍ଟେଜରେ ଆମେ ଭାବନ୍ତି କି ଆରେ ମୁଁ ଲାଇଫରେ କିଛି ବି କରିପାରିଲିନି, ମୋ ପାଇଁ କିଛି କରିପାରିଲି ନାହିଁ, ନା ମୋ ପିଲାମାନଙ୍କ ପାଇଁ କିଛି କରିପାରିଲି ନାହିଁ, ଯାହା ଯାହା କରିବାର ଥିଲା ସେ ସବୁ ମାନେ ମୁଁ ପଛରେ ଛାଡ଼ି ଦେଇକି ଆସିଲି, କିଛି ବି ବାଲାନ୍ସଡ ୱେରେ ଆମେ କିଛି କରିପାରିଲେ ନାହିଁ। ତ ଲାଷ୍ଟ ଷ୍ଟେଜରେ ଯଦି ଏମିତି ଟାଇପର ଆମେ ଭାବିବା ସେତେବେଳକୁ କ'ଣ ହବ ନା ହଉଛି ଲୋକ ଡେସ୍ପେୟାର ହେଇଯାଏ ବା ଅସନ୍ତୋଷ ମନେ କରେ। ହେଲା, ଇଣ୍ଟିଗ୍ରେଟିଭ ମାନେ ସନ୍ତୋଷ ମନେ କରିବା, ତାଙ୍କ କାମ କାର୍ଯ୍ୟକଳାପକୁ ନେଇକି ଡେସ୍ପେୟାର ମାନେ ହୋପଲେସ୍ ଫିଲ୍ କରିବା ବା ଅସନ୍ତୋଷ ମନେ କରିବା ଆଉ। ହେଲା, ବୁଝିପାରିଲ? ମ୍ୟାମ୍ ଏଜ୍ ପିରିୟଡ଼ ମେନସନ୍ ହେଇନି। ଉଁ ମ୍ୟାମ୍ ଏଜ୍ ପିରିୟଡ଼ କେତେ ମେନସନ୍ ହେଇନି ଏଇଟା ଟିକେ କହିଥାନ୍ତେ। ଏଜ୍ ପିରିୟଡ଼ ଏଥିରେ କୋଉଥିରେ ବି ମେନସନ୍ କରିନାହାନ୍ତି, ମାନେ ପିଡିଏଫରେ ମେନସନ୍ ହେଇନାହିଁ। ତମକୁ ଗୋଟେ କାମ କରିବେ, ମୁଁ ତମର ଯୋଉ ପିଡିଏଫ ଯୋଉ ସାର୍ ଦେବେ ମୁଁ ଗୋଟେ ପେଜରେ ଏଇଟାକୁ ସର୍ଟରେ ଲେଖିଛି, ହେଲା, ଯୋଉ 8ଟା ଷ୍ଟେଜ ଅଛି 8ଟା ଷ୍ଟେଜରେ ମୁଁ ତାକୁ ସର୍ଟ କରିକି ଲେଖିଛି କି କୋଉଟା କୋଉ ଷ୍ଟେଜରେ ଆକ୍ଚୁଆଲି ଯିବ। ଯେମିତିକି ତମକୁ ଏତେ ଗୁଡ଼େ ଜିନିଷ ପଢେଇଲି, ଗୋଟେ ଷ୍ଟେଜରେ ଏପଟରେ ଆସିଲା ଆମର କ'ଣ ନା ହଉଛି ଗୋଟେ ପଜିଟିଭ ସେନ୍ସରେ ଆସିଲା, ସେପଟେ ଗୋଟେ ନେଗେଟିଭ ସେନ୍ସରେ ଆସିଲା। ଆମେ ଯାହାହେଲେ ବି ଗୋଟେ ପଟରେ କେତେ 3ଟା କି କେତେବେଳେ 2ଟା କି 4ଟା ଏମିତି ବି ଗୋଟେ ପଏଣ୍ଟ ପଢିଛନ୍ତି। ତ ସେଇଟାକୁ ମୁଁ ଗୋଟେ ସର୍ଟରେ ଲେଖିଛି, ଯୋଉଟା କି ତମେ ଯଦି ଗୋଟେ ପେଜ ଦେଖି ଦଉଛ ସେଥିରେ ବି ତମର ହଉଛି ଗୋଟେ ଲଙ୍ଗ କ୍ୱେଶ୍ଚନ ଭଲ ଭାବରେ ଲେଖିପାରିବ ତମ ମନରୁ ବାହାର କରିକି, ବୁଝିବା ପାଇଁ ସହଜ ହବ। ହେଲା, ସେଇ ପେଜଟା ମୁଁ ତ ଆଜି ପିଡିଏଫ କରିନି, ଦେଖେଇ ପାରିବିନି ତମକୁ। ମୁଁ ସେଟା କ'ଣ କରିବି ନା କାଲି ଯେତେବେଳେ କ୍ଲାସ କରିବି ତମକୁ ଏଥିରେ ଦେଖେଇଦେବି, ଆଉ ସେଇ ପିଡିଏଫଟାକୁ ମୁଁ ସାରଙ୍କୁ ପଠେଇଦେବି, ସାର୍ ତମମାନଙ୍କୁ ପଠେଇଦେବେ। ଆଜ୍ଞା ମ୍ୟାମ୍। ହେଲା, ସେଥିରେ ଏଜ୍ ଫେଜ୍ ସବୁ ମେନସନ୍ କରିଛି। ଆଜ୍ଞା। ଓକେ, ତ ଏଟା ଗଲା ଆମର କ'ଣ ନା ହଉଛି 8 ଷ୍ଟେଜ କାର ଏରିକ୍ସନ। ଆଚ୍ଛା, କହିଲ ଏରିକ୍ସନ ଆମର କୋଉ ଡେଭଲପମେଣ୍ଟ କରିଛନ୍ତି? ତାଙ୍କର ଯୋଉ ଆମର ରହିଲା କ'ଣ ନା ଥିଓରି ରହିଲା, ସେ ଥିଓରିର ନାଁ କ'ଣ? ଏ କ୍ୱେଶ୍ଚନ ମୁଁ ଆଜି ପଚାରିବିନି, କାଲି ପଚାରିବି। ଏବେ ଆସିଲା ଆମର ଥିଓରି ଅଫ ମୋରାଲ ଡେଭଲପମେଣ୍ଟ, ଯୋଉଟା କି କୋହଲବର୍ଗ। ମ୍ୟାମ୍ ହଁ, କହୁନ କୁହ। ଏସବୁ ଯୋଉ ଥିଓରି ଅଛି ଏଗୁଡିକ କ୍ଲାସରୁମ ଟିଚିଂ ରେ ମାନେ କେମିତି ହେଲ୍ପଫୁଲ ହେଇପାରିବ କି, ମାନେ ତାର କେମିତି ଇମ୍ପ୍ଲିମେଣ୍ଟେସନ କ'ଣ ସେଇଟା ହବନି ନା, କେମିତି ତମେ ଧର ଯେତେବେଳେ ଗୋଟେ ପିଲାଟିକି ପଢଉଛ, ହେଲା, ତମେ ଆଜ୍ଞା ଯଦି ଜାଣିନଥିବ କି ଗୋଟେ ଦେଖ ତମେ ଯେତେବେଳେ ଗୋଟେ ଛୁଆଟିକି ପଢଉଛ, ଛୁଆଟିକି ତମେ ଯଦି ଜାଣିନଥିବ କି କୋଉ ଷ୍ଟେଜରେ ତାର କୋଉ ଜିନିଷଟା ଡେଭଲପ ହଉଛି, କୋଉ ଷ୍ଟେଜରେ ସେ କେତେ କ'ଣ ନା ହଉଛି ୱାର୍ଡ କହିବା ଶିଖୁଛି, କି ଲାଙ୍ଗୁଏଜ ତାର କେମିତି ଡେଭଲପ ହଉଛି, ଗୋଟେ ଛୁଆଟାକୁ କେମିତି ଆମକୁ ପାଳିବାର ଅଛି କ'ଣ ନାହିଁ, ଏସବୁ ତମେ ଯଦି ଜାଣିନଥିବ ଗୋଟେ ପିଲାଟିକୁ ପଢେଇବ କେମିତି? ତ ଏଟା ସବୁ ଯେତେକ କ୍ଲାସରୁମ ଟିଚିଂରେ ଏଇ ଭାବରେ ହିଁ ଡେଭଲପ ହବ, ଯେମିତିକି ତମେ ଜାଣିଥିଲେ ହିଁ ଗୋଟେ ପିଲାଟିକୁ ସେଇଭଳିଆ ଭାବରେ ହ୍ୟାଣ୍ଡେଲ କରିପାରିବ। ହେଲା, ତମେ ଯଦି କହିବ କି 2 ବର୍ଷ ଛୁଆକୁ ଯାଇକି ମୁଁ କହିବି କି ତୁ ଯୋଉ କ'ଣ ମ୍ୟାଥ କର, ଗୋଟେ ନେଇକି ଫର୍ମୁଲା ଦେଇଦବା,
से करिପାରିबो कि करिପାରିबोनी ना। तो एटा हमर कोउ थियोरी को आमे कहि परिबा हमर जोडा पियागेट थियोरी पढिले पियागेट थियोरी कोन कहउथला हमको सिंपल टू कॉम्प्लेक्स शिवा सिंपल टू कॉम्प्लेक्स शिवा माने कोन पिला मानको फास्ट आमे कोन करबा ना होची रूल बुझेबा नाही आगे एग्जांपल दबा एग्जांपल रूल एंगे रूल जिबा ହେଲା ଯଦି ଆମେ ପିଲାଟେ କହିଦେ ଭାଇ 2 ବର୍ଷ ଛୁଆଟେ 2.5 ବର୍ଷର ପିଲାଟା ତମ ପାଖକୁ ଆସିଛି ପଢିବା ପାଇଁ କି 4 ବର୍ଷର ପିଲାଟା ତମ ପାଖକୁ ଆସିଛି ପଢିବା ପାଇଁ ତାକୁ ଆମେ କହିବା କି ଏଇ ରୁଲଟା ତୁ ଘୋଷେ ତତେ ଦେବି ତାପରେ ତୁ କରିବୁ ତ ସେଟା ଯଦି ଆମେ ପଢିଥିବା ଆରାମସେ କି ପିଆଗେଟ୍ ଥିଓରି କଣ ଦେଇଥିଲା କଣ ନାହିଁ ତାହେଲେ ଆମେ ଗୋଟେ ପିଲାଟିକୁ ଭଲ ଭାବରେ ମ୍ୟାନେଜ କରିପାରିବା ଆଉ ଗୋଟେ ପିଲାଟିକୁ ଯଦି ଭଲ ଭାବରେ ମ୍ୟାନେଜ କଲେ ତାହେଲେ ଆମେ ଜାଣିପାରିବା କି ହଁ ଆମେ ଗୋଟେ ଭଲ ୱେରେ ତାକୁ ପାଠ ପଢେଇଲା ଆଉ ସେ ଭଲ ୱେରେ ଧରିଲା ନହେଲେ ଆମେ ହାର୍ଡୱାର୍କ କରୁଥିବା ଆମେ ଗଲା ହେଲା ତା ସାଙ୍ଗରେ ବକ ବକ ହଉଥିବା ଦେଖିଲା ସେ ବୁଝି ନଥିବ କିଛି ବି ହେଲା Okay, ma'am. ओके तापर देला कोन ना थियोरी ऑफ मोरल डेवलपमेंट कोलबॉक्स थियोरी देछि आ कोलबॉक्स थियोरी रे हमर तांकर थियोरी रो ना होछि कोन ना मोरल डेवलपमेंट सब देछि द फर्स्ट ईयर देला moral development is the process by which an individual develop proper attitudes and behaviors toward other people in society based on social and cultural rule and laws तापर देला कोन ना it teaches an individual to the way right from wrong अच्छा तो कौन ना आमर जो कोलबर्गर मोराल डेवलपमेंट रही माने कौन ना गोटे इंडिविजुअल किपरि गोटे सोसाइटी रे अन्य लोक मानक सहित ठीक एटीट्यूड और बिहेवियर डेवलप कर परिबो हैला तो गोटे पिलाटी जतबे रहउची हम तो जानछंती कि हमरा होची कोन ना जतक लोक माने रहिले सब जंग होचंती सोशल एनिमल काहे ना सोसाइटी रे ही बसबास करछंती बिना सोसाइटी से जमा बसबास करि परिबे ही नाही काहे ना जतबेले गोटे पिलाटे रहउची सोसाइटी रे से जानुची देखुची कि हां एम्ति कथा कहयार अछि एम्ति बिहेवियर जन को देखिबार अछि एम्ति एटीट्यूड रखिबा दरकार तो ए सब द्वारा ही हमर कोन हेथाय गोटे इंडिविजुअल रो मोरल डेवलपमेंट हेथाय नैतिकतार डेवलपमेंट हेथाय गोटे यह कौन करथे हमर ना होची हमर सोशल रूल हे गला कल्चरल रूल हे गला ए सब जाको लॉ ऊपर डिपेंड करथाय हैला लॉ ऊपर बेस्ड हेथाय कल्चरल रूल कोन तार लॉ कोन हम कोन कोन फॉलो करियार अछि सोसाइटी रे रूल कोन अछि हमको केमिति फॉलो करियार अछि जेमति कि सोसाइटी रे बहुत सारा रूल थाए एमति कि हमें देखंती कि होची हां सोसाइटी रे रूल अछि हमर होची कोन ना अंतः विवाह प्रथा जेमति आमे अलगा को कास्ट रे विवाह करि परिबा नाही हैला रूल हमको सिखौछि कि होछि हमर कोन काको छोट बड़ भाबिबा नाही हैला अनटचेबिलिटी जेमति हमर थाए कि काको छुआ छुआ भेदभाव देखेबा नाही ए सब जहाँ सब भी रूल हमर सोसाइटी रे अछि से सोसाइटी रो रूल को फॉलो करिबा कल्चर रो रूल को फॉलो करिबा जहाँ सब लॉ अछि ता ऊपर आमे होछि कोन ना होछि मन ये देखैबा से सब देखिबा द्वारा से सब पालन करिबा द्वारा ही हमर मोरल डेवलपमेंट होइथाय आ मोरल डेवलपमेंट केतेबेले संभव हबो जदि हमें गोटे सोसाइटी रे अन्य लोक मानक सहित ठीक भाबरे मिसिबा निज एटीट्यूड भलो भाबरे देखैबा बिहेवियर ठीक से करिबा हैला तो एटा मोरल डेवलपमेंट कोन करथाय ना लोकन को सिखाए कि कोन हमर राइट अछि कोन हमर रॉन्ग अछि एहा लोकन को ना सोसाइटी मधरे गोटे भलो मनीष भाबे बिहेव करबा सिखाइथाय आमे केमिति गोटे मनीष सहित भलो भाबरे बिहेव करि परिबा केमिति ताकू जेमति कि हमको छोट बेले कोन ना घरे सिखाई थांती कि तब जते किछि गोटे के दउचंदी तो ताकू थैंक यू बोली कहबो हैला जदि किछि गोटे आनिबार अछि जत दया भाव देख माने जतले कहबो कि हम दबा पे कि प्लीज बोली कहि के आनिबो तो एमितिया सब बिहेवियर देखैबा दरकार ते सब बिहेवियर डेवलप करिया पे गोटे सोसाइटी दरकार सोसाइटी सहित लोक मानकर सहित बिहेवियर केमिति हबो ताका सहित भलो भाबरे कथावार्ता हबा दरकार जहा द्वारा कि हमर मोरल डेवलपमेंट हेई पारिबो जदि हमें देखिबा सिंपली बुझिबा तांको कथा ताले से कहउचंदी कोन ना होची मोरल डेवलपमेंट होची गोटे प्रोसेस हैला जहा द्वारा गोटे लोकटे रूल सब जतक थाए ताको फॉलो करथाय हैला अदर माननकू जतक अछंती पिला माने कि अलगा लोक माने से मानकू रेस्पेक्ट दबा सिखिबा आ कोटा राइट आ कोटा रॉन्ग ए सब रो डिफरेंस को बुझिबा ये सब जदि हमर होची तले हमें कोन ना मोरल डेवलपमेंट हमें करूछंती बोली हमें बुझि परिबा हैला से कथा कहउचंदी
ତାପରେ କହିଛି କି କୋଲବର୍ଗ was an American psychologist. He proposed theory of stages of moral development. ତ କ'ଣ ନା କୋଲବର୍ଗ ଜଣେ ଆମେରିକାନ ସାଇକୋଲୋଜିଷ୍ଟ ଥିଲେ। ସେ ଆମର ଷ୍ଟେଜେସ୍ ଅଫ୍ ମୋରାଲ ଡେଭଲପମେଣ୍ଟ ନାମର ଗୋଟେ ଥିଓରି ପ୍ରପୋଜ କରିଥିଲେ। ଆମର ହଉଛି ଏଇ ଥିଓରିରେ ସେ ବୁଝାଇଥିଲେ କ'ଣ ନା ଗୋଟେ ଲୋକ କିପରି ଷ୍ଟେପ୍ ବାଇ ଷ୍ଟେପ୍ ମୋରାଲ ଥିଙ୍କିଂ ଡେଭଲପ କେମିତି କରିପାରିବ, ଆଉ କୋଉଟା ଠିକ ଆଉ କୋଉଟା ଭୁଲ ସେଟାକୁ କେମିତି କ'ଣ ଶିଖିପାରିବ। ଏଇଟା ହିଁ ଥିଲା ଆମର କୋଲବର୍ଗର ଥିଓରି ହେଲା। ତାପରେ ସେ କହିଛନ୍ତି କି ଇଟ୍ ଇଜ୍ ଆନ୍ ଇଣ୍ଡିଭିଜୁଆଲ ଫଲୋଜ ଏ ପାଟର୍ନ ଆଣ୍ଡ ନଟ୍ ଜଷ୍ଟ ଆକ୍ୟୁର ଫ୍ରମ୍ ପ୍ୟାରେଣ୍ଟସ୍ ଆଣ୍ଡ ଏଲ୍ଡର୍ସ। ସେ କହିବା କଥା ହଉଛି କି ଗୋଟେ ଇଣ୍ଡିଭିଜୁଆଲର ମୋରାଲ ଡେଭଲପମେଣ୍ଟ ନିଜସ୍ୱ ପାଟର୍ନରେ ହିଁ ଡେଭଲପ ହେଇଥାଏ। ଏହା କେବଳ ଖାଲି ଯେ ପ୍ୟାରେଣ୍ଟସ୍ ଆଉ ଏଲ୍ଡର୍ସ ଠାରୁ ସେ ଶିଖିକି କରୁଛି ତାହା ନୁହେଁ, ବରଂ ସେ ଲୋକ ନିଜେ ଭାବିବା ଶିଖିବ, ନିଜେ ଅନୁଭବ କରିବା ଶିଖିବ, କୌଣସି ପ୍ରକାର ସିଚୁଏସନକୁ ଦେଖିକି କେମିତି ଷ୍ଟେପ୍ ବାଇ ଷ୍ଟେପ୍ ତାଙ୍କର ମୋରାଲିଟିକୁ ବୁଝିବ, ସେସବୁ ଜିନିଷ ବି ସେ ନିଜ ଆଡ଼ୁ ହିଁ କରିଥାଏ। ସହଜ ଭାଷା ଯଦି ଦେଖିବା ତାହେଲେ ହଉଛି କ'ଣ ନା ମୋରାଲ ବିହେଭିଅର ମାନେ ଆମର କ'ଣ ଖାଲି କପି ପେଷ୍ଟ ନୁହେଁ, କାହାକୁ କପି କରିଦେବା ଆଣିକି ତାକୁ ପେଷ୍ଟ କରିଦେବା, କି ଆମର ଟିଚର୍ସ ମାନେ ଯାହା କହିଲେ ସେ ଜିନିଷଟା ଆସିକି ଆଉ କାହାକୁ କହିଦେବା, କି ଘରେ ବାପା ମା ଯାହା କହିଲେ ସେଗୁଡ଼ାକ ଶିଖିକି ଆସିକି ଖାଲି ବାହାରେ ଆପ୍ଲାଏ କରିଦେବା, ତାହା ନୁହେଁ। ନିଜସ୍ୱର ବି କିଛି ଗୋଟେ ଥିଙ୍କିଂ ପାୱାର ଅଛି, କିଛି ଗୋଟେ ଥିଙ୍କିଂ ପାଟର୍ନ ଅଛି, ଯାହାକି ସେ କ'ଣ କରିଥାଏ ନା ବାପା ମା ଘରେ ଫ୍ୟାମିଲି କି ଟିଚର୍ସ ଏସବୁ ହଉଛନ୍ତି କ'ଣ ଗୋଟେ ଗୋଟେ ମାଧ୍ୟମ ଯାହାକି ତମକୁ ଶିଖେଇଥାନ୍ତି ଓବିୟସଲି, କିନ୍ତୁ ଧୀରେ 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 ଯାଇକି ସେମାନେ କ'ଣ କରିଥାନ୍ତି ନା ତାଙ୍କର ମଧ୍ୟ ମୋରାଲ ଭ୍ୟାଲୁ ଅଛି, ଯାହାଦ୍ୱାରା କି ସେ ଧୀରେ ଧୀରେ କ'ଣ କରିଥାନ୍ତି ନା ଡେଭଲପ କରିବାକୁ ଶିଖି ଯାଇଥାନ୍ତି। ଯୋଉଟା ଆମେ ଛୋଟ ଜିନିଷ ଶିଖେଇଥାନ୍ତି ସିଏ କ'ଣ କରିଥାନ୍ତି ଧୀରେ ଧୀରେ ଆଗକୁ ଯାଇକି ଆହୁରି କିଛି ବେଶୀ ବେଶୀ ଜିନିଷ ଶିଖିଥାନ୍ତି ହେଲା। ତ ସେଇଟା ହିଁ ଆମର ମୋରାଲ ଡେଭଲପମେଣ୍ଟ ବୋଲି କହୁଛନ୍ତି। ସେ କଥା କହିଛନ୍ତି ଖାଲି ଯେ ଆମେ ଆକ୍ୟୁର କରିଦେବା ପ୍ୟାରେଣ୍ଟସ୍ ମାନଙ୍କ ଠାରୁ କି ଏଲ୍ଡର୍ସ ମାନଙ୍କ ଠାରୁ କି ଟିଚର୍ସ ମାନଙ୍କ ଠାରୁ ସେ ସବୁ ନଲେଜ, ତାହା ନୁହେଁ। ଆମର ମଧ୍ୟ ନିଜର କିଛି ଗୋଟେ ଅଛି ଭାବିବାର ଶକ୍ତି, ଅନୁଭବ କରିବାର ଶକ୍ତି, ଯାହାକି ଆମେ ସିଚୁଏସନକୁ ଦେଖିକି ଷ୍ଟେପ୍ ବାଇ ଷ୍ଟେପ୍ ମୋରାଲିଟିକୁ ଆମେ ବୁଝିକି ତା ସହିତ ଡେଭଲପ କରିଥାନ୍ତି ହେଲା। ତ ଏଇଟା ହିଁ ତାଙ୍କର ମୋରାଲ ଡେଭଲପମେଣ୍ଟର ମିନିଂ। ଏତିକି ଆମେ ଦେଖିଲେ। ତାପରେ ସେ କହିଛି କି ଦେୟାର ଆର୍ 6 ଷ୍ଟେଜ୍ ଅଫ୍ ମୋରାଲ ଡେଭଲପମେଣ୍ଟ। ତାର ସେ 6ଟି ଷ୍ଟେଜ୍ ଦେଇକି ଗତି କରୁଛି ତାଙ୍କର ମୋରାଲ ଡେଭଲପମେଣ୍ଟ। କେମିତି କେମିତି ତାଙ୍କର ହଉଛି ମୋରାଲି ସେ ଡେଭଲପମେଣ୍ଟ ହେଇଛି, କ'ଣ ହେଇଛି, କେମିତି ଗୋଟେ ପିଲାଟେ କ'ଣ ନା ହଉଛି କୋଉ ଷ୍ଟେଜରେ ଦେଖିଛି କି ହଁ ମତେ ଏଇଟା ଭୁଲ କରିଲି କି ଏଇଟା ମତେ ଠିକ କରିବାର ଅଛି, ଯଦି ମତେ କୌଣସି ପ୍ରକାର କ'ଣ ନା ଡର ଅଛି କି ଏ କାମ କରିବା ପାଇଁ ତାହେଲେ ମୁଁ କରିଦେବି, ଯଦି କୌଣସି ପ୍ରକାର ମତେ ପ୍ରେଜ୍ ଦିଆ ହଉଛି କି କୌଣସି ପ୍ରକାର ମତେ ଗିଫ୍ଟ ଦିଆ ହଉଛି ମୁଁ ସେଥିରେ ଦେଖିକି କ'ଣ କରିବି ନା ହଉଛି ହଁ ମୁଁ ଗୋଟେ କାମଟେ କରିଦେବି। ତ କେମିତି କେମିତି ମୋରାଲ ଡେଭଲପମେଣ୍ଟ ହେଇଥାଏ ତାଙ୍କର, କେମିତି ତାଙ୍କର ମୋଟିଭେସନ ସବୁ ଆସିଥାଏ, ସେ ସବୁକୁ ସେ କ'ଣ କରୁଛନ୍ତି ନା 6ଟି ଷ୍ଟେଜରେ ଡେଭଲପ ମାନେ 6ଟି ଷ୍ଟେଜ ଦେଇକି ତାଙ୍କର ଯାଇଛି ମୋରାଲ ଡେଭଲପମେଣ୍ଟଟା। ତ ମୋରାଲ ଡେଭଲପମେଣ୍ଟକୁ ଆମର କୋଲବର୍ଗ କ'ଣ କରିଛନ୍ତି ନା 6ଟା ଷ୍ଟେଜ କହିଛନ୍ତି। ଫର୍ଷ୍ଟ ଷ୍ଟେଜରେ ଦେଇଛନ୍ତି କି ପନିଶମେଣ୍ଟ ଆଣ୍ଡ ଓବିଡିଏନ୍ସ ଓରିଏଣ୍ଟେସନ। କ'ଣ ଏଥିରେ ଦେଇଛି ନା ଲେଖିଛି କି ଚାଇଲ୍ଡ ଡିସାଇଡ୍ସ ହ୍ୱାଟ ଇଜ ରଙ୍ଗ ଅନ୍ ଦ ବେସିସ୍ ଅଫ୍ ହ୍ୱାଟ ପନିଶ୍ଡ। ଆଉ ଗୋଟେ ଦେଖିଛି କି ଓବିଡିଏନ୍ସ ଇଜ ଭ୍ୟାଲୁଡ ଫର ହିଜ ଓନ୍ ସେକ୍ ବଟ୍ ଦ ଓବେ ବିକଜ ଆଡଲ୍ଟ ହାଭ୍ ସୁପରିୟର ପାୱାର। ତ ଏ ଦୁଇଟାରେ ଲେଖିଛି ପନିଶମେଣ୍ଟ ଆଣ୍ଡ ଓବିଡିଏନ୍ସ ଓରିଏଣ୍ଟେସନ ହେଲା। ଏଇଟା କ'ଣ ନା ଏହା ଗୋଟେ ମୋରାଲ ଡେଭଲପମେଣ୍ଟର ଫାର୍ଷ୍ଟ ଷ୍ଟେଜ ବୋଲି ଆମେ କହିବା। ଏ ଷ୍ଟେଜରେ କ'ଣ କରିଥାଏ ନା ଗୋଟେ ପିଲାଟି, ଗୋଟେ ଚାଇଲ୍ଡଟି ରାଇଟ୍ ଆଉ ରଙ୍ଗକୁ ବୁଝେ। କେମିତି ବୁଝେ? କେମିତି କି ଯାହା କାମ କଲେ ପନିଶମେଣ୍ଟ ମିଳିବ ସେଟା ହଉଛି କ'ଣ ନା ରଙ୍ଗ। ସେ ଭାବିଦିଏ କି ହଁ ମୋତେ ଏଇ କାମଟା କଲେ ମୋତେ ପନିଶମେଣ୍ଟ ମିଳୁଛି, ତା ମାନେ ଏ କାମଟା ବୋଧେ ଭୁଲ, ସେଥିପାଇଁ ମୋତେ ପନିଶମେଣ୍ଟ ମିଳୁଛି। ଯାହା କାମ କଲେ ପନିଶମେଣ୍ଟ ମିଳେ ନାହିଁ ତା ମାନେ ସେଟା ହଉଛି କ'ଣ ନା ରାଇଟ୍ ବୋଧେ ହେଲା। ତ ପିଲାଟା ଏଇଭଳିଆ ମୋରାଲିଟି ଡେଭଲପ କରିବା ଆରମ୍ଭ କରେ ଆସ୍ତେ ଆସ୍ତେ। ସେ କ'ଣ କରିବ ନା କିଛି ଗୋଟେ ଧର କାଗଜକୁ ଯୋଉଟା ପଢୁଛି, ଯୋଉ ପେପରରେ ଲେଖୁଛି ସେ ପେପରକୁ ଟିକ ଟିକ କରି ଫୋପାଡୁଛି ଇଆଡେ ସିଆଡେ। ତ କ'ଣ ତା ମା ଆସିକି ଥରେ ବାଡେଇଲା। ତ ସେ କ'ଣ ଭାବିଲା ନାଇଁ କାଗଜ ବୋଧେ ମୁଁ ଟିକ ଟିକ କରି ଫୋପାଡିବାଟା ବୋଧେ ଖରାପ କଥା, ବୋଧେ ଭୁଲ କଥା, ତ ସେଥିପାଇଁ ମୁଁ ପନିଶମେଣ୍ଟ ପାଇଲି। ଯଦି ମୁଁ କ'ଣ କରିବି ଖାତାକୁ ସାଇତିକି ରଖିବି, ମୋର କୌଣସି ପ୍ରକାର ପନିଶମେଣ୍ଟ ମିଳିଲା ନାହିଁ, ତାହେଲେ ସିଏ ମନରେ ଭାବିଦବ କି ଆଚ୍ଛା ତାହେଲେ ଏଇଟା ବୋଧେ ଠିକ, ସାଇତିକି ରଖିବାଟା ହଉଛି ଠିକ, କାଗଜ ଏମିତି ସେମିତି ଫୋପାଡିବାଟା ହଉଛି ରଙ୍ଗ ହେଲା। ତ ସେଇଠୁ ସେ ବୁଝେ। ତ ଚାଇଲ୍ଡ ଏଠାରେ କ'ଣ ନା ଓବିଡିଏଣ୍ଟକୁ ଇମ୍ପୋର୍ଟାଣ୍ଟ ଭାବିଥାଏ, କିନ୍ତୁ ସେ କ'ଣ ଓବେ କରେ। କ'ଣ ଓବେ କରେ ନା ହଉଛି ଆଡଲ୍ଟ ପାଖରେ ଗୋଟେ ପାୱାର ଥାଏ କି ହଉଛି ସେ ପନିଶମେଣ୍ଟକୁ ସବୁବେଳେ ଡରୁଥାଏ। ଆମେ ଜାଣିଛନ୍ତି କି ଛୋଟ ପିଲା ପନିଶମେଣ୍ଟକୁ ବହୁତ ପ୍ରବଳ ଡର ସେମାନଙ୍କୁ। ତ ସେଥିପାଇଁ ସେମାନେ କ'ଣ କରିଥାନ୍ତି ନା ଓବେ କରିଥାନ୍ତି, ଓବିଡିଏନ୍ସକୁ ବହୁତ ଇମ୍ପୋର୍ଟାଣ୍ଟ ଦିଅନ୍ତି। ସେ ଭାବନ୍ତି କି ନାଇଁ ନାଇଁ ମତେ ଏମିତି କଲେ ମାଡ଼ ଖାଇବେ, ମୁଁ ଏଟା କରିବିନି
ହେଲା ତ ସେଥିପାଇଁ ସେ ଯୋଉ ଲେଖିଛି ଲାଷ୍ଟ ପଏଣ୍ଟଟା ଯୋଉ ଲେଖିଛି ଓବିଡିଏନ୍ସ ଇଜ ଭ୍ୟାଲୁଡ ଫର ହିଜ ଓନ୍ ସେକ୍ ବଟ୍ ଦ ଓବେ ବିକଜ ଆଡଲ୍ଟସ୍ ହାଭ୍ ସୁପରିୟର ପାୱାର। ତ ହଉଛି ଗୋଟେ ଆଡଲ୍ଟ ମାନଙ୍କ ପାଖରେ ଗୋଟେ ସୁପରିୟର ପାୱାର ଅଛି ଯୋଉଟା କି ସେ ସବୁ ଜିନିଷକୁ ଓବେ କରନ୍ତି। କାହିଁକି ଓବେ କରନ୍ତି? ଡରରେ ଓବେ କରନ୍ତି। କୋଉ ଡରରେ? ନା ପନିଶମେଣ୍ଟର ଡରରେ। ହେଲା ତ ଏଇଟା ହଉଛି ଆମର କଣ ନା ପନିଶମେଣ୍ଟ ଆଣ୍ଡ ଓବିଡିଏନ୍ସ ଓରିଏଣ୍ଟେସନ। ଏଇଟା ଥିଲା ଆମର ଫର୍ଷ୍ଟ ଷ୍ଟେଜ ଯୋଉଥିରେ କି ଆମେ ଦେଖିଲେ କି ପିଲାଟି ଆମର କୋଉଟା ଠିକ କୋଉଟା ଭୁଲ ସେ ପନିଶମେଣ୍ଟ କୁ ଦେଖିକି ଜାଣିପାରେ। ଯଦି ପନିଶମେଣ୍ଟ ମିଳିଲା ତାହେଲେ ଏଟା ରଙ୍ଗ, ଯଦି ପନିଶମେଣ୍ଟ ମିଳୁନାହିଁ ତାହେଲେ ଏଟା ରାଇଟ୍। ଯଦି ଆମର ପନିଶମେଣ୍ଟ ମିଳୁଛି ତାହେଲେ ଆମେ କେମିତି ଭଲ ଜିନିଷ କରିବା ସେଟା ବହୁତ ସେଥିରେ ଓବିଡିଏନ୍ସ ସେମାନେ ହେଇଯାଇଥାନ୍ତି। ଓବିଡିଏନ୍ସ ତାଙ୍କର ହଉଛି କେମିତି କଣ ସେ ହବାକୁ ତାଙ୍କୁ ବାଧ୍ୟ କରିଥାଏ ନା କାହିଁକି ନା ତାଙ୍କ ପାଖରେ ଗୋଟେ ପାୱାର ଅଛି ଆଡଲ୍ଟ ମାନଙ୍କ ପାଖରେ ଯେ ସେ କଣ କରିଥାନ୍ତି ନା ହଉଛି ପନିଶମେଣ୍ଟ କୁ ବହୁତ ଡରନ୍ତି ଯୋଉଥିପାଇଁ କି ସେ କଣ ନା ସବୁ ଜିନିଷକୁ ଓବିଡିଏଣ୍ଟ ହେଇକି କରିଦେଇଥାନ୍ତି ବା ମାନି ଦେଇଥାନ୍ତି। ହେଲା ଏଇଟା ଥିଲା ତାଙ୍କର ଫର୍ଷ୍ଟ ଷ୍ଟେଜରେ। ସେକେଣ୍ଡ ଷ୍ଟେଜରେ କଣ ଅଛି? ଏଇଠୁ କଣ ଆଚ୍ଛା ମତେ କହିଲ ଏଇଟା ତମେ କଣ କେମିତି କ୍ଲାସ ରୁମ୍ ମ୍ୟାନେଜ କରିବ? ଗୋଟେ ପିଲାଟି ସହିତ କେମିତି ତମକୁ ହେଲ୍ପ କରିବ କ୍ଲାସ ରୁମ୍ ମ୍ୟାନେଜମେଣ୍ଟରେ ସେଇଟା ବୁଝିଯାଅ ଭଲସେ ବୁଝିପାରିବ। କିଏ କହିବ? କ୍ଲାସ ରୁମ୍ ମ୍ୟାନେଜମେଣ୍ଟରେ ଏଟା କେମିତି ହେଲ୍ପ କରିବ ଆମକୁ? ହୁଁ ଯଦି ଗୋଟେ ପିଲା କିଛି ଭୁଲ କରୁଛି ତାକୁ ପନିଶମେଣ୍ଟ ଦେଲେ ହିଁ ସେ ପନିଶମେଣ୍ଟ ଦବା। ମ୍ୟାମ୍ ପିଲାଟାକୁ ସବୁବେଳେ ଏନକରେଜ କରିବା। ଆମର ବା ଅଛି ପେଡାଗୋଜିରେ ପନିଶମେଣ୍ଟ ହଉଛି ନେଗେଟିଭ ୱାର୍ଡ। ମ୍ୟାମ୍ ତ ତାକୁ କଣ କରିବା? ବୁଝେଇବା ବୁଝେଇ ହଁ ତାକୁ କଣ କରିବା ନା ଯେତେବେଳେ କିଛି ଗୋଟେ ଧର ଆମେ ପାଠ ଦେଇଛନ୍ତି ଗୋଟେ ପିଲାଟିକି ହେଲା ତ ଆମେ ଜାଣିଦେଲେ କି ମୋରାଲ ଡେଭଲପମେଣ୍ଟ ଇଏରେ କି ଗୋଟେ ପିଲା ମ୍ୟୁଟ କର ମୁଁ କହୁଛି ନହେଲେ ମୁଁ କହିପାରୁନି ମୁଁ ଡିଷ୍ଟର୍ବ ହେଇଯାଉଛି। ତ ହଉଛି ଗୋଟେ ପିଲାଟିକୁ କଣ କହିବା କି ତୁ ଏଇଟା କର ନହେଲେ ମାଡ ଖାଇବୁ। ହେଲା ମାଡ ଖାଇବୁ କହିକି ତାକୁ ଆମେ ଡରେଇ ପାରିବା କି ହଁ ତୁ ଯଦି ଏଇଟା ନ କରିବୁ ତାହେଲେ ତୁ ମାଡ ଖାଇବୁ। ତାମାନେ ଆମେ ଜାଣିଛନ୍ତି କି ଛୋଟ ପିଲା କଣ କରୁଛନ୍ତି ନା ମାଡକୁ ଡରୁଛନ୍ତି। ଯଦି ମାଡ କଥା କୁହାଯାଉଛି ତାମାନେ ସେ ଭାବୁଛନ୍ତି କି ନା ନା ଏଇଟା ବୋଧେ ଭୁଲ କଥା ମୁଁ ଏଇଟା କରିବିନି। ଏଇଟା ସିଏ କହିଛି କଣ ତୁ ଏଇଟା କରିଦେ ଦେଖ ମୁଁ ତୋତେ ଚକୋଲେଟ ଦେବି। ତାମାନେ ସେ ଭାବିବ କଣ ନା ଏଇଟା ବୋଧେ ଠିକ କଥା ମୁଁ ଚକୋଲେଟ ପାଇବି ତାମାନେ ମୁଁ କରିବି। ହେଲା ତ ଏଇ କଥାରେ କଣ ଆମେ ପିଲାର ମୋରାଲିଟିକୁ ବୁଝିଗଲେ। ପିଲାର ମୋରାଲିଟିକୁ ଯଦି ବୁଝିଗଲେ ଆମକୁ ହେଲ୍ପ କରିବ କି ପିଲାକୁ କେମିତି ଠିକ ବାଟକୁ ଆଣିବାର ଅଛି। ହେଲା ସରି ସେକେଣ୍ଡ କହିଛି ଗୋଟେ କ୍ୱେଶ୍ଚେନ୍ ଅଛି ହଁ କହୁନ କହ। ମ୍ୟାମ୍ ଥରେ ଯଦି ଛୋଟ ଛୁଆଟାକୁ ମାନେ ଏନକରେଜମେଣ୍ଟ ଦେଇଦେଲେ କି ହଁ ମୁଁ ତ ଚକୋଲେଟ ଦେଲି ଆଉ ହୁଁ ଏଇ କାମଟା ରିୱାର୍ଡ ତୁ ମ୍ୟାମ୍ ହୁଁ କିନ୍ତୁ ସେଇଟା ମାନେ ଅଭ୍ୟାସରେ ପରିଣତ ହେଇଯିବ ଯଦି ସେତେବେଳେ ଜମା ଅଭ୍ୟାସରେ ପରିଣତ ହବନି। ଅଭ୍ୟାସରେ ପରିଣତ ଯଦି ବି ହଉଛି ତାହେଲେ ତ ଭଲ ନା ଯଦି ପଜିଟିଭ ରେସପନ୍ସ ତମେ ପାଉଛ ଯଦି ବି ଅଭ୍ୟାସରେ ଏଟା ପରିଣତ ହେଲା ତାହେଲେ ତ କିଛି ଖରାପ କଥା ନୁହେଁ। ଯଦି ତମେ କୌଣସି ପ୍ରକାର ତାକୁ ରିୱାର୍ଡ ଦେଇକି ଗୋଟେ ପିଲାଟିକୁ ଯଦି ସଠିକ ଭାବରେ ବାଟକୁ ଆଣି ପାରୁଛ ତାହେଲେ ଏଟା କିଛି ଖରାପ ନୁହେଁ। ହେଲା ନାଇଁ କିନ୍ତୁ ମାନେ ପନିଶମେଣ୍ଟ ମ୍ୟାମ୍ ଯଦି ହଁ କୁହ କୁହ। ସେଇଟା ଅଭ୍ୟାସ ହେଇଗଲା ମନେକର ତାପରେ ଆପଣ ମାନେ ଆଉ ଏନକରେଜମେଣ୍ଟ କଲେନି ତାପରେ ତ ତାର ପ୍ରୋଗ୍ରେସ ଟା ବାଧା ପାଇବ ନା। ଏନକରେଜମେଣ୍ଟ କେମିତି ତମେ କରିବନି ଏନକରେଜମେଣ୍ଟ ତ ସବୁବେଳେ ରହିବ ନା। ଏନକରେଜମେଣ୍ଟ ପିଲାର ସବୁବେଳେ ଲାଇଫ ସାରା ହିଁ ତମେ ଏନକରେଜ କରିପାରିବ। ସେଟା ଏନକରେଜମେଣ୍ଟଟା ତମେ ପନିଶମେଣ୍ଟ ଆକାରରେ ତମେ କରିପାର କି ହଉଛି ଯଦି ନ କରିବ ତାହେଲେ ବାଡା ଖାଇବ ନହେଲେ ବାଡେଇବେ ନହେଲେ ଆଉ ଗୋଟେ ଇଏରେ ହେଇପାରିବ କି କୌଣସି ପ୍ରକାର ରିୱାର୍ଡ ଦେଇକି ହେଇପାରିବ। ତମେ ଯଦି ଏନକରେଜମେଣ୍ଟ କେମିତି ବନ୍ଦ କରିବ ତମେ ରିୱାର୍ଡ ବନ୍ଦ କରିପାର କି ପନିଶମେଣ୍ଟ ଟା ବନ୍ଦ କରିପାର ଏନକରେଜମେଣ୍ଟ ତ ରହିବ ନା ଲାଇଫ ସାରା ପିଲାଙ୍କ ସହିତ। ଆଜ୍ଞା ହଁ ରିୱାର୍ଡ yes ବନ୍ଦ ma'am. କରି ହେଇପାରିବ କି ଆମେ କିଛି କଥା କହିକି ଆମେ ତାକୁ ମୋଟିଭେସନ ଯେମିତି ଆମେ ମୋଟିଭେସନ ଅଛି ଇଣ୍ଟ୍ରିନ୍ସିକ ମୋଟିଭେସନ ଅଛି ଏକ୍ସଟ୍ରିନ୍ସିକ ମୋଟିଭେସନ ଅଛି ଆମେ ସେ ୱେରେ ତାକୁ କହିପାରିବା କି ହଉଛି ଏକ୍ସଟ୍ରିନ୍ସିକ ମୋଟିଭେସନ ହିସାବରେ ଆମେ ତାକୁ ମୋଟିଭେଟ କରିବା କି ହଉଛି ତତେ ପରୀକ୍ଷାରେ ପାସ୍ କରିବାର ଅଛି। ତତେ ପାସ୍ କରିଲେ ମାନେ ହଉଛି କଣ ଗୋଟେ ଭଲ କଲେଜରେ ତତେ ପଢିବାର ଅଛି ଆମେ ତାକୁ କଣ କରିବା ମୋଟିଭେଟ ଫିଲ୍ କରିବା ସେତେବେଳେ ଆମେ ତାକୁ ରିୱାର୍ଡ ଦବାନି ତାକୁ ଆମେ ମୋଟିଭେଟ କଲେ ଯୋଉଟା କି ବାହ୍ୟ ଆବରଣରୁ ସେ ମୋଟିଭେଟ ପାଇଲା କି ହଁ ମତେ ପରୀକ୍ଷାରେ ପାସ୍ କରିବାର ଅଛି ମୋ ବାପା ମା ଖୁସି କରାଇବାର ଅଛି ତାଙ୍କୁ ତ ସେଥିପାଇଁ ମତେ ପଢିବାର ଅଛି।
ତ ସେଥିପାଇଁ ଏନକରେଜମେଣ୍ଟ ଲାଇଫ ସାରା ରହିବ। ସେ ଏନକରେଜମେଣ୍ଟ କୁ କଣ କରୁଛନ୍ତି ନା ପେଡାଗୋଜି ରେ ବହୁତ ବହୁତ ନାଁ ଦେଇଛନ୍ତି, ଯେମିତି କି ମୋଟିଭେସନ ଦେଇଛନ୍ତି। ମୋଟିଭେସନ ଆମର ଯେମିତି କି ଅଲଗା ଅଲଗା ଟାଇପ ର ଦେଇଛନ୍ତି ହେଲା, ସେଇ ଜିନିଷଟା ରହିବ ଲାଇଫ ସାରା, ୟେସ୍ ମ୍ୟାମ୍। ବୁଝିଲା। ଆଜ୍ଞା। ମ୍ୟାମ୍ ଆଉ ପନିଶମେଣ୍ଟ ଆଉ ରହିବନି? ପନିଶମେଣ୍ଟ ଆମର ପେଡାଗୋଜି ରେ ନାହିଁ। ପେଡାଗୋଜି ରେ ଆମର ପନିଶମେଣ୍ଟ ହଉଛି ନେଗେଟିଭ ଆଜ୍ଞା। ହେଲା। ପିଲା ଯାହା କରୁ ତାକୁ ବୁଝେଇବା, କିନ୍ତୁ ପନିଶମେଣ୍ଟ ଦବାନି। ଦଣ୍ଡ ମୁକ୍ତ ଅଞ୍ଚଳ ପରା। ଆଜ୍ଞା। ତାପରେ 2 ନମ୍ବରରେ ଦେଲା କି ଇଣ୍ଡିଭିଜୁଆଲାଇଜେସନ, ଇନଷ୍ଟ୍ରୁମେଣ୍ଟାଲ ପର୍ପୋଜ ଆଣ୍ଡ ଏକ୍ସଚେଞ୍ଜ। ଏଥିରେ କଣ ଦେଲା, ଲେଖିଛି ଏ ଚାଇଲ୍ଡ follows the rule when it is in its immediate interest, what bring pleasant result is good for children। ଆଉ ଗୋଟେ ଲାଇନରେ ଦେଇଛି କଣ ନା its moral judgment depend upon self interest and what it can get in returns। ତ ସେ କହିବା କଥା ହଉଛି ଆମର ଯୋଉ ଏଇ ଷ୍ଟେଜ ସେକେଣ୍ଡ ଷ୍ଟେଜ ଦେଲା, ସେଥିରେ ହଉଛି ଚାଇଲ୍ଡ କଣ ନା ରୁଲ ଫଲୋ କରେ। କଣ କଣ ସବୁ ରୁଲ ଅଛି ସେ ସବୁ ଜିନିଷ ସେତେବେଳେ କଣ କରୁଥିଲା ନା ତା ମନ କହୁଥିଲା କଣ ନା ମତେ ଏଥିରେ ପନିଶମେଣ୍ଟ ବୋଧେ ମିଳିବ, ତ ଏଇଟା ଭୁଲ କଥା। ଏଥିରେ ମତେ ରିୱାର୍ଡ ମିଳୁଛି କି ପନିଶମେଣ୍ଟ ମିଳୁନାହିଁ, ତାହେଲେ ଏଇଟା ଠିକ କଥା। ସେଟା ମୋରାଲିଟି ଉପରେ ତାର ଡିପେଣ୍ଡ କରୁଥିଲା। ଏବେ ସେ କଣ କରୁଛି ନା ଚାଇଲ୍ଡ ରୁଲ ଫଲୋ କରିବା ପାଇଁ ଆରମ୍ଭ କରେ। କାହିଁକି ନା ସେଥିରୁ ତାକୁ ବେନିଫିଟ ମିଳେ। କଣ ନା ଚାଇଲ୍ଡ ଭାବେ କି ମତେ କଣ ମିଳିବ, ଯଦି ଆମର କୌଣସି ପ୍ରକାର ଯାହା ପ୍ରେଜେଣ୍ଟ ରେଜଲ୍ଟ ଯଦି ଦଉଛି ସେଟା ଚାଇଲ୍ଡ ପାଇଁ କଣ ନା ଗୁଡ। ଯଦି ମୋରାଲ ଜଜମେଣ୍ଟ ହୁଏ ସେଲ୍ଫ ଇଣ୍ଟରେଷ୍ଟ ଉପରେ ବେସ୍ଡ ହେଇକି, କି କୌଣସି ପ୍ରକାର କଣ ନା ହଉଛି କିଛି ଗୋଟେ କହୁଛନ୍ତି କି ହଁ ଗୁଡ ବୟ ହେଲା, ଏକ୍ସଲେଣ୍ଟ କି ଷ୍ଟାର ମାର୍କ 5ଟା ଷ୍ଟାର ମାର୍କ ଦେଇଦେଲେ, ତ ପିଲାଟି କଣ ହବ ନା ଗୁଡ ଫିଲ୍ କରିବ ପୁରା ହେଲା, କି ହଉଛି ହଁ ଏଇଟା ହଉଛି ମୋର କଣ ଗୋଟେ ହଉଛି ମୋରାଲ ଜଜମେଣ୍ଟ ସେ କଲା କି ମତେ ହଉଛି ଇଣ୍ଟରେଷ୍ଟିଂ ଲାଗୁଛି, କାହିଁକି ନା ମତେ ଏଇଟା କରିବା ବଦଳରେ ମତେ କିଛି ମିଳୁଛି ହେଲା। ତ ସେଥିପାଇଁ ସେ କଣ କରିବ, ତାକୁ ଯାହା ଯାହା କରାହେବ ସେ କଣ କରିବ ନା ସେ ଜିନିଷଟାକୁ ମାନେ ପାଳନ କରି କରି ଚାଲିବ। ଚାଇଲ୍ଡ କଣ କରେ ନା କାମ କରେ ଏକ୍ସଚେଞ୍ଜ ପାଇଁ, ତୁମେ ମତେ ଦିଅ ମୁଁ ତୁମକୁ ଦେବି। ତମେ ମତେ ଯଦି କୌଣସି ପ୍ରକାର ଧର ତମେ କହିଛ କି କଣ, ମୁଁ ଯେମିତି କି ପିଲାମାନଙ୍କୁ ଯେତେବେଳେ ଏକ୍ଜାମ କରାଏ, ମୁଁ ପିଲାଙ୍କୁ କୁହେ କି ଯିଏ ଫାଷ୍ଟ ହବ ଏକ୍ଜାମ ରେ ମୁଁ ତାକୁ ଗୋଟେ କଣ ପେନ୍ ଦେବି, କି ସେକେଣ୍ଡ ଯିଏ ହବ ତାକୁ ଗୋଟେ କିଛି ଦେବି, ଥାର୍ଡ ଯିଏ ହବ କିଛି ଗୋଟେ ଦେବି। ତ ତାଙ୍କ ଭିତରେ କଣ ହବ, ଗୋଟେ ଇଏ କ୍ୟୁରିଓସିଟି ବଢିବ କି ହଁ ହଁ ମୁଁ ପଢିବି, ମତେ ଗୋଟେ ପେନ୍ ମିଳେ। ପେନ୍ ମିଳିବ ମାନେ କଣ, ତାକୁ ଗୋଟେ ଯାହା ହଉ କିଛି ଗୋଟେ ତ ପ୍ଲେଜେଣ୍ଟ ମିଳିଲା ନା, ତ ସେମାନେ କଣ କରିବେ ନା ପାଠ ପଢିବେ। ତ ସେତେବେଳେ ସେ ଭାବିବେ କଣ, ହଁ ମୁଁ ମ୍ୟାମ କୁ ଦେବି ମୋ ରେଜଲ୍ଟ, ଭଲ ରେଜଲ୍ଟ, ତ ମ୍ୟାମ ତା ବଦଳରେ ମତେ ଦେବେ କଣ ନା ପେନ୍। ତ ସେଥିପାଇଁ ଚାଇଲ୍ଡ ସବୁବେଳେ ଏକ୍ସଚେଞ୍ଜ ଆଇଡିଆ ଏଥିରେ ଇଏ କରେ କି ମତେ ତୁମେ ଦିଅ ମୁଁ ତୁମକୁ ଦେବି। ଯେମିତି କି ଚାଇଲ୍ଡ କହେ କି ମୁଁ ହୋମୱାର୍କ କରିବି, କାହିଁକି କାହିଁକି ନା ଟିଚର କହିଛନ୍ତି ମତେ ଚକୋଲେଟ ଦେବେ ହେଲା। ତ ଯଦି ମତେ କିଛି ମାନେ କଣ ପାଇବାର ଅଛି, ତାହେଲେ ମୁଁ କଣ କରିବି, ଲାଗି ପଡିବି ମୋ କାମରେ ହେଲା। ଏଠି ଚାଇଲ୍ଡ କଣ କରେ ନା ରାଇଟ ରଙ୍ଗ ଡିସାଇଡ କରୁଛି କି ରିୱାର୍ଡ ମତେ ମିଳିବ ରିଟର୍ନ ଉପରେ। ଯଦି ମୁଁ ଯଦି ଭଲ କାମ କରୁଛି, ଯଦି ତାଙ୍କ ହିସାବରେ ମୁଁ ସବୁ ରୁଲ ଫଲୋ କରୁଛି, ସେ ଯଦି କହିଛନ୍ତି ମତେ ପାଠ ପଢିବା ପାଇଁ, ମୁଁ ଯଦି ପଢୁଛି ତାହେଲେ ମତେ ରିୱାର୍ଡ ମିଳିବ। ତ ଏଥିରେ କଣ ହେଲା, ମୋରାଲି ସିଏ କଣ ହେଲା ନା ହଉଛି ମୋରାଲି ସେ ପୁରା ଷ୍ଟ୍ରଙ୍ଗ ହେଇଗଲା କି ହଁ ମତେ ଭଲ ଜିନିଷ ମିଳିବ, ତ ସେଥିପାଇଁ ମୁଁ ପାଠ ପଢିବି। ତାହେଲେ ନୈତିକର ବିକାଶ ଏ ୱେରେ ହେଲା। ସେକେଣ୍ଡ ଷ୍ଟେଜରେ ତାଙ୍କର ଏଇ ୱେରେ ସେ କରୁଛନ୍ତି କି ଇଣ୍ଡିଭିଜୁଆଲାଇଜେସନ, ଇନଷ୍ଟ୍ରୁମେଣ୍ଟାଲ ପର୍ପୋଜ ଆଣ୍ଡ ଏକ୍ସଚେଞ୍ଜ। ତାଙ୍କର ହଉଛି କଣ, ଯେତେକ ସବୁ ଗୋଲ କଣ ତାର ହଉଛି କିଛି କଣ ଆଉଟପୁଟ ପାଇବା, ତ ସେ ଆଉଟପୁଟ ଟା ଯୋଉଟା ସବୁ ମିଳୁଛି ତା ପାଇଁ ଯାହା ସବୁ ପର୍ପୋଜ କରିବା ଦରକାର, ଯାହା ଯାହା ପାଠ କରିବା ଦରକାର, ସେ ସବୁ ପାଠ ସେ କଲେ। ତା ଏକ୍ସଚେଞ୍ଜ ଆଇଡିଆ ଏଥିରେ ତାଙ୍କର ରହୁଛି କି ତୁମେ ମତେ ଦିଅ ମୁଁ ତୁମକୁ ଦେବି, ତ ଯଦି ମତେ ମିଳୁଛି ତା ପ୍ରତିବଦଳରେ କିଛି, ତାହେଲେ ମୁଁ ସେ କାମ କରିବାରେ ଲାଗି ପଡିବି। ଗୋଟେ ପିଲାଟିକୁ କହିବାରେ ତୁ ଟିକେ ଦୋକାନ ଗଲୁ ଆଣିବୁ ଗୋଟେ ଜିନିଷ, ତାକୁ ଆମେ 100 ଟଙ୍କାଟେ ଦବା। 90 ଟଙ୍କାର ଜିନିଷ ଆଣିବା ପାଇଁ କହିବା, ତାକୁ କହିବା କି ତୁ ଯା ଦୋକାନକୁ, ମୁଁ ତତେ 10 ଟଙ୍କା ଦେବି ଖର୍ଚ୍ଚ କରିବା ପାଇଁ। ସେ କଣ କରିବ, ଏକ୍ସଚେଞ୍ଜ ଆଇଡିଆ ହେଲା କି ସେ ଭାବିବ କି ହଁ ହଁ ମୁଁ ଯିବି ଦୋକାନକୁ, କି ମତେ 90 ଟଙ୍କାର ଜିନିଷ ଆଣିବାର ଅଛି, ମୁଁ ଆଣିକି ଦେଇଦେବି, ମତେ 10 ଟଙ୍କା ମିଳିଯିବ ନା। ତ ସେଇଥିପାଇଁ ପିଲାମାନଙ୍କର ମଧ୍ୟ ଏଥିରେ ମୋରାଲ ଡେଭଲପମେଣ୍ଟ ତାଙ୍କର ହେଇଥାଏ। ବୁଝିପାରିଲ? ୟେସ୍ ମ୍ୟାମ୍। ହଁ। 3 ନମ୍ବରରେ କହିଲା କି ମ୍ୟୁଚୁଆଲ ଇଣ୍ଟରପର୍ସନାଲ expectations, relationships and interpersonal conformity।
कौन देछि ना फर्स्ट पॉइंट रे देला द फैमिली एंड स्मॉल ग्रुप टू which the child belongs to become important. Moral actions are those that live up to what is expected of you. तापर सेकेंड रे देछि कि being good becomes important for its own sake, and the child generally values trust, loyalty, respect, gratitude, and keeping mutual relationship. तो ये स्टेज रे हमर कौन हुए ना हमर ये स्टेज रे चाइल्ड पाई फैमिली स्मॉल ग्रुप जेमति कि फ्रेंड्स रिलेटिव बहुत ही इंपोर्टेंट हो जाते ହେଲା ତାଙ୍କର ଫ୍ୟାମିଲି ତ ବହୁତ ହି ଇମ୍ପୋର୍ଟାଣ୍ଟ ସେ କଥା ଛାଡ଼ ତାପରେ ଯୋଉ ସ୍ମଲ୍ ଗ୍ରୁପ ତାର କ୍ରିଏଟ୍ କରିଥାଏ ଯେତେ ପ୍ରକାର ତାଙ୍କର ପିୟର୍ସ ହେଇଗଲେ ସାଙ୍ଗସାଥି ଯୋଉ ଆଉ ରିଲେଟିଭ ସବୁ ହେଇଗଲେ ଏସବୁ ତାଙ୍କ ପାଇଁ ବହୁତ ହି ଇମ୍ପୋର୍ଟାଣ୍ଟ ହେଲା ଚାଇଲ୍ଡ ଭାବେ କି ହଉଛି ମୋ ଫ୍ୟାମିଲି ହେଲା ଫ୍ରେଣ୍ଡସ୍ ମୋ ପାଖରୁ କଣ ଏକ୍ସପେକ୍ଟ କରୁଛି ମୋ ଫ୍ୟାମିଲି ମୋଠୁ କଣ ଏକ୍ସପେକ୍ଟ କରୁଛି ମୁଁ କଣ କଲେ ସେମାନେ ଖୁସି ହେବେ ହେଲା ମୋରାଲ ଆକ୍ସନ ମାନେ ସେଇ କାମ ଯାହା ହଉଛି କଣ ନା ଅଦରଙ୍କ ଏକ୍ସପେକ୍ଟେସନ କୁ ମିଟ୍ କରେ ଅଦର ମାନେ ଯୋଉମାନେ ବି ମୋର ଇମ୍ପୋର୍ଟାଣ୍ଟ ଯେମିତି ଫ୍ୟାମିଲି ହେଇଗଲେ କି ଆମର ମୋର ସ୍ମଲ୍ ଗ୍ରୁପ ହେଇଗଲା ସେସବୁ କଣ ଏକ୍ସପେକ୍ଟେସନ ରଖୁଛନ୍ତି ମୋ ପ୍ରତି ଯଦି ଏଇ ସବୁ ଏକ୍ସପେକ୍ଟେସନ ସେମାନେ ରଖୁଛନ୍ତି ଯଦି ମୁଁ ତାକୁ ଫୁଲଫିଲ କରିଦଉଛି ସେମାନେ ଖୁସି ହେବେ ତ ସେଥିପାଇଁ ସେ ସବୁବେଳେ କଣ ଚାହେଁ ନା ବିଙ୍ଗ ଗୁଡ ହବା ପାଇଁ ଭଲ ହବା ପାଇଁ ଏଠାରେ ଆମର କଣ ହେଇଥାଏ ନା ବିଙ୍ଗ ଗୁଡ ଚାଇଲ୍ଡ ପାଇଁ ନିଜ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ନିଜେ ଗୁରୁତ୍ୱପୂର୍ଣ୍ଣ ସେ ହେଇଯାଏ କୌଣସି ପ୍ରକାର କଣ ପନିଶମେଣ୍ଟ କି ରିୱାର୍ଡ ପାଇଁ ନୁହଁ ସେ ଏଠି ଭାବେନି 3 ନମ୍ବର ପଏଣ୍ଟ ଯୋଉ ଆସିଲା ସେଠି କୌଣସି ପ୍ରକାର ରିୱାର୍ଡ ପାଇଁ ସେ କାମ କରେନି କି କୌଣସି ପ୍ରକାର ପନିଶମେଣ୍ଟ ମିଳିବ ଡରରେ ସେ କାମ କରେନି ଫାର୍ଷ୍ଟରେ ଆମେ କଣ କରୁଥିଲେ କୌଣସି କାଳେ ମତେ ପନିଶମେଣ୍ଟ ମିଳିଯିବ କି ମୁଁ ଏ କାମ କରିଦେବି ତାପରେ ସେକେଣ୍ଡରେ ଆମେ କଣ ପଢିଲେ କି ମତେ ଏଇ ରିୱାର୍ଡ ମିଳିବ ସେଥିପାଇଁ ମୁଁ କାମ କରିବି ଏକ୍ସଚେଞ୍ଜ ଥିଲା ସେଥିରେ କିନ୍ତୁ ଥାର୍ଡରେ କଣ ହେଲା ନା ପନିଶମେଣ୍ଟ ନା ରିୱାର୍ଡ ମୁଁ କଣ କରିବି ନା ମୁଁ ଗୋଟେ ଯାହାକୁ ମୁଁ ଇମ୍ପୋର୍ଟାଣ୍ଟ ଦଉଛି ଯାହାକୁ ମୁଁ ଭ୍ୟାଲୁ କରୁଛି ତାଙ୍କୁ କେମିତି ଧୀରେ ଧୀରେ କଣ କରିବି ନା ହଉଛି ତାଙ୍କୁ କେମିତି ରେସପେକ୍ଟ ଦେବି ତାଙ୍କର ଗ୍ରାଟିଟ୍ୟୁଡକୁ କେମିତି ବଢେଇବି ହେଲା କେମିତି ତାଙ୍କ ଭିତରେ ଭଲ ସମ୍ପର୍କ ମୁଁ ଗଢିବି ତ ମୁଁ ଯାହାକୁ ଇମ୍ପୋର୍ଟାଣ୍ଟ ଦଉଛି ସିଏ ମତେ କେମିତି ଭଲ କହିବେ ସେମାନେ ମୋଠୁ କଣ ଏକ୍ସପେକ୍ଟେସନ ରଖୁଛନ୍ତି ଯଦି ମୁଁ ତାଙ୍କ ଏକ୍ସପେକ୍ଟେସନକୁ ମିଟ୍ କରିପାରୁଛି ଦେନ୍ ମୁଁ କଣ କଲି ନା ତାଙ୍କର ମୋରାଲ ଡେଭଲପମେଣ୍ଟ ଏଇ ଷ୍ଟେଜରେ ଏଇ ୱେରେ ହଉଛି ତ ଚାଇଲ୍ଡ କଣ କରେ ନା ଧୀରେ ଧୀରେ ଏଇ ଯୋଉ ଭ୍ୟାଲୁ ଗୁଡିକ ରହିଲା ସେଗୁଡିକୁ ଇମ୍ପୋର୍ଟାଣ୍ଟ ଦେବାକୁ ଟ୍ରାଏ କରେ କଣ କରେ ନା ଟ୍ରଷ୍ଟ ଆଣିବା ପାଇଁ ଚେଷ୍ଟା କରେ ଲୟାଲିଟି ହୁଏ ସମସ୍ତଙ୍କ ପ୍ରତି ତାର ଫ୍ୟାମିଲି ପ୍ରତି କଣ ରେସପେକ୍ଟ ଆଣେ ଗ୍ରାଟିଟ୍ୟୁଡ ଆଣେ ଗ୍ରାଟିଟ୍ୟୁଡ କଲେ କୃତଜ୍ଞତା ହେଲା ତ ମେଣ୍ଟେନିଂ ଗୋଟେ ଗୁଡ ରିଲେସନସିପ ଭଲ ସମ୍ପର୍କ ରଖିବା ପାଇଁ ସେ ଚେଷ୍ଟା କରେ କାହା ସହିତ ନା ଫ୍ୟାମିଲି ସହିତ ତାର ହଉଛି ପିୟର ଗ୍ରୁପଙ୍କ ସହିତ ହେଲା ଏଠି ତମେ ଅଲଗା ଅଲଗା କରିକି ସେପାରେଟ କରିକି ମନେ ରଖିଦିଅ ତ ମାଇଣ୍ଡରେ ରହିଯିବ କଣ ଆମେ ପଢିଲେ ଫର୍ଷ୍ଟ ପଏଣ୍ଟରେ ପଢିଲେ କୁହ ଫର୍ଷ୍ଟ ପଏଣ୍ଟରେ ପଢିଲେ obedience and punishment and punishment. obedience and ଆମେ ଯଦି କିଛି କରୁଛନ୍ତି ଆମକୁ ଯଦି ପନିଶମେଣ୍ଟ ମିଳୁଛି ତାହେଲେ ସେଟା ଭୁଲ କଥା ଯଦି ଆମକୁ ପନିଶମେଣ୍ଟ ମିଳୁନାହିଁ ତାହେଲେ ଆମେ ଠିକ କରୁଛୁ ସେକେଣ୍ଡରେ କଣ ପଢିଲେ actions instrumental purpose sense ହଁ ତ ସେଥିରେ ଆମେ କଣ ପଢିଲେ ଯଦି ମୁଁ ଏଇଟା କରିବି ଯଦି ମତେ କିଛି ମିଳୁଛି ଦେନ୍ ମୁଁ କରିବି ଯଦି ମତେ ପେନ୍ କହିଛନ୍ତି ମ୍ୟାମ୍ ଦେବେ ତାହେଲେ ମୁଁ ପାଠ ପଢିବି ରେଜଲ୍ଟ ଭଲ କରିବି ହେଲା ତ ଏଟା ସେକେଣ୍ଡରେ ପଢିଲେ ରିୱାର୍ଡ କଥାରେ ପଢିଲେ ଥାର୍ଡରେ ଆମେ କଣ ପଢୁଛନ୍ତି ନା ମ୍ୟୁଚୁଆଲ ଇଣ୍ଟରପର୍ସନାଲ ଏକ୍ସପେକ୍ଟେସନ୍ସ ରିଲେସନସିପ ଆଣ୍ଡ ଇଣ୍ଟରପର୍ସନାଲ କନଫର୍ମିଟି ହେଲା ମତେ କୌଣସି ପ୍ରକାର କଣ ମିଳୁଛି ନା ଯଦି ଗୋଟେ ମୁଁ ଯାହାକୁ ଇମ୍ପୋର୍ଟାଣ୍ଟ ଦଉଛି ସେମାନେ ମୋ ଉପରେ କଣ ଏକ୍ସପେକ୍ଟେସନ ରଖୁଛନ୍ତି ଯଦି ମୁଁ ସେମାନଙ୍କ ଏକ୍ସପେକ୍ଟେସନକୁ ମିଟ୍ କରୁଛି ତାଙ୍କ ଏକ୍ସପେକ୍ଟେସନକୁ ମୁଁ ଠିକ ଭାବରେ ସୁଚାରୁ ରୂପେ କରିପାରୁଛି ବୁଝିକି ସେସବୁ ସୁଚାରୁ ରୂପେ କରିପାରୁଛି ଦେନ୍ ହଉଛି କଣ ଏଟା ଥାର୍ଡ ଷ୍ଟେଜରେ ଆମର କଣ ନା ମୋରାଲ ଡେଭଲପମେଣ୍ଟ ହଉଛି ହେଲା ଥାର୍ଡ ଷ୍ଟେଜ ଏଇ କଥା କହିଲା ତାପରେ ଫୋର୍ଥ ଷ୍ଟେଜ ହେଲା ତ फोर्थ स्टेज रे कौन कहले ना सोशल सिस्टम एंड कॉन्साइंस लॉ एंड ऑर्डर ओरिएंटेशंस तो कौन कहले ना होचे मोरल वैल्यूज आर फोकस टू सोसाइटी एंड सोशल रूल्स एंड रेगुलेशंस सेकंड पॉइंट लिखिछि इट मेंटेन ऑन सोशल ऑर्डर
कौन लिखला सोशल ऑर्डर फुलफिलिंग ड्यूटीज एंड कंट्रीब्यूटिंग टू द सोसाइटी। तो या माने कौन ना हूँ से लिखी पॉइंट रे कि सोशल सिस्टम एंड कॉन्साइंस लॉ एंड ऑर्डर ओरिएंटेशंस ए स्टेज रे हमर कौन हुए ना मोरल वैल्यूज जेमति कि रूल हे गला रेगुलेशंस हे गला सब लॉ हे गला ए सब ऊपर कौन हेता ना फोकस करे ହେଲା लोक भावन्ते कौन ना लॉ फॉलो करबा दरकार कारण सोसाइटी को यह ठीक रखे राइट एक्शन सब कौन ना हूँ माइंड रखा दरकार जमती कि सब जतक सब लॉ अच्छी से सब को मानिबा जतक सब सोसाइटी रूल अच्छी रूल को फॉलो करबा ए स्टेज रे हमर कौन मेन एम हे गला ना सोशल ऑर्डर को केमिति मेंटेन करबा निज ड्यूटी ठीक भाबरे केमिति करबा सोसाइटी पई केमिति कंट्रीब्यूट करबा ए सब जिनस रहि गला हमर फोर्थ स्टेज रे पुणी आउ थरे देखिबा फर्स्ट स्टेज रे हमें कौन करथिले ना होची पनिशमेंट भय रे मोराली किछि चेंज आस्तला जोटा कि मोरल डेवलपमेंट होउथला सेकंड कौन पढ़ले ना मते मिलुछि रिवार्ड पाई मु किछि मोराली चेंज करिबा किछि गोटे मु करिबे त रिवार्ड पाई मु किछि कली सेटा हला सेकंड स्टेज रे थर्ड स्टेज रे कोन मु जहा को इंपोर्टेंट दउछि सेमानंक पाई बा तांको एक्सप्रेशन को मु जहा फुलफिल करिया पाई जहा मोराली जहा भाबिली बा कली से सब होछि हमरो थर्ड स्टेज रे गला फोर्थ स्टेज रे हमको कौन कहूची ना मु सोसाइटी रो रूल को केमिति फॉलो करिवे हैला तो सोशल सिस्टम एंड कॉन्साइंस लॉ एंड ऑर्डर ओरिएंटेशन आमर मोरल वैल्यू स्टेज रे कौन होता है ना रूल रेगुलेशन ऊपर चली थाए जदि आमर सोसाइटी रो रूल या अच्छी ताले मते मानिबा पई पड़िबो काहेकि काइना मु गोटे होजे सोसाइटी रो सदस्य मते लॉ को फॉलो करिया पई पड़िबो काहेकि ना मु गोटे कोन ना होचे सोसाइटी रो गोटे सदस्य तो जतक सब हमर रूल आ रेगुलेशन सब रहिला सोसाइटी प्रति जदि आमे सेटा को मानुछंती कौन भाबे के मानुछंती ना हमरो सोसाइटी पई हमु किछि कंट्रीब्यूट करिया पई हबो सोशल ऑर्डर को आमे केमिति मेंटेन रखिबा जेमते कि आगामी पीढ़ी माने मध्य हमको देखि कि कोन अनुप्राणित हेबे हैला तो हमर ड्यूटी एटा कि आमे सोसाइटी रो जहा रूल अछि फॉलो करिबा तो ए सबु जांको ए सबु रे जदि आमे कोनोसी प्रकार मोराली किछि गोटे चेंजेस आसुची हम भितरे तो से सबु जांको होछि फोर्थ स्टेज रे जिवो बुझि पारलो बुझि पाइलो टी आज्ञा मैम यस मैम 5 नंबर रे कौन देला देखिया हाँ 5 नंबर रे देछि कि सोशल कॉन्ट्रैक्ट और यूटिलिटी एंड इंडिविजुअल राइट एतरे कौन देछि ना चिल्ड्रन आर अवेयर दैट देयर आर डिफरेंट व्यू एंड वैल्यूज आ गोटे पॉइंट देछि कि वैल्यूज आर अंडरस्टूड एज रिलेटिव दे एक्ट टू अचीव द ग्रेटेस्ट गुड फॉर द ग्रेटेस्ट नंबर्स तो कौन कहिला एडा से कहिजे कि एई जो स्टेज देला हेतरे कोन ना चिल्ड्रन ही गले बा कोनस प्रकार इंडिविजुअल्स ही गले से सब बुझंते जे कि समस्त लोक हला जे सब सोसाइटी रे अछंती सब लोकंकर व्यू आउ जहा सब वैल्यूज रहिछि सब तांको सेम नुहे हला से माने बुझंते कि माने कोन वैल्यूज रिलेटिव होई थाए जेमति कि सिचुएशन को नै कि से सब चेंज हेई पारे मोराल डिसीजन नेबा बेले लोक माने भाबंती कोन ना डिसीजन द्वारा केते लोकंकर ठीक हबो केते लोकंकर माने भूल हबो जेमति कि मु तुम गोटे एग्जांपल दो तुम बुझ पारिबो जेमति कि कोन ना होची अंतर्विवाह कथा कोच हैला इंटर जो हमरा होची मैरिज अछि आमे कोन करचंती ना होची सोसाइटी रो रूल अछि कि आमे कोन करबा ना होची अलगा कास्ट रे विवाह करि परिबा नाही एटा निषेध हैला तो सेथरे आमे कोन करबा जणे धर गोटे लव करिछि जनकू तार अलगा कास्ट तो सेथरे एपटरे देखुछि सोसाइटी रो रूल अछि कि मते अलगा कास्ट रे विवाह करि परिबिनी मु आ गोटे पट देखुछि कि नाही मु जेहेतु ताको एते वर्ष लाने लव करछि त मते करिया पई बाहागर हपा पई माने मु पछगुंचा देई परिबे नाही कि घर लोक भी सेमते भाबुचंती तो सेथरे से माने कोन करिवे ना होची जोटा फोर्थ स्टेज हला फोर्थ स्टेज रे सेटा से माने पळे आसीबे सेटो बाहर जिबे काहेकि काइना मो सोसाइटी रे मु जेटु गोटे सदस्य मते एटा बुझिबार अछि मते सेटु बाहरिबार अछि काइना मो सोसाइटी सेटा चाहू नाही किंतु 5 स्टेज रे कोन होची ना सोशल कॉन्ट्रैक्ट और यूटिलिटी एंड इंडिविजुअल राइट सब प्रत्येक मनुष्यंकर इंडिविजुअल किछि किछि राइट अछि जेहेतु राइट अच्छी तो आम कौन करबा ना सोसाइटी को देखिकी मध्य सेमती भाबरे काम करबा उचित जो थरे कि कोन ना होची काहर काहर क्षति हो नाही तो
जदि मु ए काम करूची ताहले आउ कार किछि गोटे माने क्षति होई जिवो नहीं तो जदि से सोसाइटी कथा भाबुची ताहले से जाहाको माने कथा देइथिबो कि जाहाको भी लव करूथबो ता प्रति किछि गोटे माने कोन हबो कना खराब हबो तो सेति पे ये ए स्टेज रे भाबे 5 स्टेज रे भाबे कि कौनसी प्रकार माने कोन सेते कोन किछि भाबियार नाही सेति भाबुतले 4th स्टेज रे कोन ना मते सोसाइटी रूल एटा अछि मते एटा ही करिवार अछि किंतु 5 स्टेज रे से कोन करबो ना सिचुएशन को देखिबो आ सिचुएशन को देखिके ही तार हबो कोन ना व्यू सब कोन चेंज हबो सिचुएशन को देखिके जदि चेंज होउची व्यू तार सेटा हला 5 स्टेज तो एठरे हमर कोन हेते ना मोरल डिसीजन नेबा बेले लोक भाबंती कि मु जो डिसीजन नौची से डिसीजन द्वारा काहाको दुख पहुंचीबो बा केते लोक एथरे अफेक्ट हेबे से माने कोन करंती ना एथरे एक्ट करंती कोवर ना द ग्रेटेस्ट गुड फॉर द ग्रेटेस्ट नंबर पाई कोन हेटा ना इंडिविजुअल रो राइट्स जो व्यक्तिगत अधिकार जोटा अछि ताकू हमें रेस्पेक्ट करंती कोटा सबुठारु भलो हबो मते एटा करिया पई को केते लोकन पई एटा भलो हबो आ केते लोकन पई एटा खराब हबो से एमती भाबे कि ही से माने डिसीजन नियंती ए स्टेज रे हमर कोन ना गोटे चिल्ड्रन अब कोन प्रकार गोटे इंडिविजुअल बुझंती कि समस्त लोकन को व्यू आ वैल्यू समस्त लोकंकर व्यू एका टाइप रो नुहे समस्तंकर वैल्यू अलगा समस्तंकर व्यू बा पॉइंट ऑफ व्यू अलगा से माने एही स्टेज रे एटा बुझंती कि वैल्यू रिलेटिव हेई परिबो हला होई थाए सब बळे वैल्यू हमर रिलेटिव हेई थाए कोनोसी भी सिचुएशन रे राइट किछि डिसीजन हमें नियंती बा किछटा रॉन्ग नै नियंती सेटा सिचुएशन को नै कि जहा चेंज हुए सेटा ही हो हमर 5 स्टेज एथिरे हमर कोन हुए ना डिसीजन नेबे बेले लोक सब बळे भाबे कि एई काम कले केते लोक हमर होची कोन ना होची उपकार होउछंती आ केते लोकंकर होची कोन ना अफेक्ट होउछंती एथिरे से माने ए सब को नै कि कोन करथान ना एक्ट करथान से पे कहत ग्रेटेस्ट गुड फॉर द ग्रेटेस्ट नंबर या माने होची एई काम कले केते लोक उपकार हेबे आ केते लोक अफेक्ट हेबे ए दिन से 5 स्टेज रे भाबी थाए जोटा कि 4th स्टेज रे से भाबी न थाए से खाली भाबे सोसाइटी कथा सोसाइटी रे एहा रूल अछि मते एटा ही मानिबार अछि किंतु 5 स्टेज रे से भाबे सोसाइटी रे सिना रूल एटा अछि किंतु मु ए सोसाइटी रे रूल मानिबा द्वारा देखिबो कि केते जन अफेक्ट होउचंती जदि अफेक्ट होउचंती त से सिचुएशन को नै कि तार डिसीजन को चेंज करे तो एटा होजे तार मोरल डेवलपमेंट 5 स्टेज रो बुझि परलो Yes, ma'am. तापरे 6 नंबर स्टेज आसिला जोटा कि कहला कोन यूनिवर्सल एथिकल प्रिंसिपल्स कोन यूनिवर्सल एथिकल प्रिंसिपल से कहला द यंग पर्सन डेवलप्स एंड फॉलो सेल्फ चूजन एथिकल प्रिंसिपल्स इन डिटरमाइनिंग what right here conscience dominant over laws the individual understand that laws are changeable and individual value are important and laws should reflect those values या माने कोन ना होची एई जो यूनिवर्सल एथिकल प्रिंसिपल से कहबा कथा होची हमरो जहा सब जेमते कि कोनस प्रकार नीति हैला रूल रहला कोनस प्रकार वैल्यूज हे गला बा मूल्यबोध हे गला जा समस्त लोक समस्त समाज से समस्त पई कोन ना ठीक हबो हैला समस्त पई केमती भावनाटा ठीक रहइबो यूनिवर्सल एथिक प्रिंसिपल कहबा जदि हमें या माने कोन ना कोनस प्रकार ट्रूथ हे गला जस्टिस हे गला इक्वालिटी हे गला कि हमर ह्यूमैनिटी हे गला ए सब परि मूल्यबोध बा कोनस प्रकार प्रिंसिपल लॉ थारो एटा होची सबले कोन ना ऊपर रहिता हैला लोक माने कोन करछंती ना डिसीजन नेउछंती निज आत्मबोध को नेकी बा कॉन्सेंस को नेकी से नौछंती आ लॉ जो जहाँ भी किसी लॉ अच्छी जदि से लॉ भूल किबा अनफेयर जदि थाए लोक कोन करथाय ना होची एथिकल प्रिंसिपल को फॉलो करे कौन से प्रकार एटा होची आमे केमिति कोन एटा को चेंज करि परिबा से दिगरे से माने कोन करंती ना होची मुंड खटांती जेमते कि देखो बहुत दिन तमे यदि पॉलिटिकल साइंस पढ़िथिबो कि सोशियोलॉजी पढ़िथिबो ताल जानिथिबो हमर बहुत सारा समालोचक थांती हैला समालोचना करथांती
ସେଟା କୋଉମାନେ କରିଥାନ୍ତି ନା ଆମର ୟଙ୍ଗ ଜେନେରେସନ ର ପିଲାମାନେ ହିଁ କରିଥାନ୍ତି। କାହିଁକିନା ଯୋଉ ଗୁଡା ଆଗରୁ ରହିଯାଇଛି ଯୋଉ ସବୁ ରୁଲ ଆଗ ଲୋକମାନେ କଣ କରନ୍ତି ନା ସେଇଗୁଡାକ ହିଁ ପାଳନ କରି କରି ଚାଲିଥାନ୍ତି। ଆଉ ନେକ୍ସଟ ଜେନେରେସନ କୁ ମଧ୍ୟ ସେମାନେ କୁହନ୍ତି କି ହଁ ଏଇଗୁଡାକ ପାଳିବା ପାଇଁ। କିନ୍ତୁ ଆମର ଯୋଉ ସବୁ ୟଙ୍ଗ ଜେନେରେସନ ର ପିଲା ହେଇଗଲେ ୟଙ୍ଗ ପର୍ସନ ସବୁ ହେଇଗଲେ ସେମାନେ କଣ କରନ୍ତି ନା ତାଙ୍କର ନିଜେ ଚୁଜ୍ କରିଥାନ୍ତି କୌଣସି ପ୍ରକାର ଗୋଟେ ଏଥିକାଲ ପ୍ରିନ୍ସିପଲ ଯାହାକି କଣ ସମସ୍ତଙ୍କ ପାଇଁ ଗୋଟେ ସୋସାଇଟି ପାଇଁ ବି ଠିକ ହେଇଥିବ ଆଉ ଗୋଟେ ପିଲାମାନଙ୍କ ପାଇଁ ବି ଗୋଟେ ଠିକ ହେଇଥିବ। ସେ ନିଜେ ନିଜେ କଣ କରିଥାନ୍ତି ନା କନସାଇନ୍ସ କରିଥାନ୍ତି ସେ ସବୁ ମାନେ କଣ ନା ସେଟାକୁ ସମାଲୋଚନା କରିକି ଗୋଟେ ନୂଆ କରି କିଛି ଗୋଟେ ରୁଲ ବାହାର କରିଥାନ୍ତି ଯୋଉଟା କି ଚେଞ୍ଜ କରିଥାନ୍ତି ଯାହା ଇଣ୍ଡିଭିଜୁଆଲ ପାଇଁ ଇଣ୍ଡିଭିଜୁଆଲ ଭ୍ୟାଲୁ ପାଇଁ ଇମ୍ପୋର୍ଟାଣ୍ଟ ହେଇଥାଇପାରେ ହେଇପାରିଥିବ। ଆଉ ଗୋଟେ ହଉଛି କଣ ନା ହଉଛି ଗୋଟେ ସମାଜ ପାଇଁ ବି ଏଟା ହଉଛି ଠିକ ହେଇଥିବ। ସେଇ ଭଳିଆ ଟାଇପ ର ଭ୍ୟାଲୁ କ୍ରିଏଟ କରିକି ଯାହା ସେ ନିଜ ମାନେ ମୋରାଲିଟି ମାଧ୍ୟମରେ ବା ମୋରାଲ ଡେଭଲପମେଣ୍ଟ ସାହାଯ୍ୟରେ ଯାହା ସେ ଡେଭଲପ କରିଥାନ୍ତି ବା ନୂଆ କରି କିଛି ଗୋଟେ ଲ ବନେଇଥାନ୍ତି ତ ସେଇଟା ହଉଛି ଆମର ୟୁନିଭର୍ସାଲ ଏଥିକାଲ ପ୍ରିନ୍ସିପଲ ସମସ୍ତଙ୍କ ପାଇଁ ଯୋଉଟା ଠିକ ସେଇଟା ହଉଛି ସେ ଭାବିବ। ଆଚ୍ଛା ଷ୍ଟାର୍ଟିଂ ରୁ ଟିକେ ରିଭିଜନ କରିଦବା ମାଇଣ୍ଡରେ ପଶିଯିବ। ଫର୍ଷ୍ଟ ଆମେ ପଢିଲେ କଣ Punishment and obedience. Punishment and obedience. ପନିଶମେଣ୍ଟ ଆଣ୍ଡ ଓବିଡିଏନ୍ସ। ଆମର ପନିଶମେଣ୍ଟ ପାଇଁ ଆମେ ଦେଖିବା କି ଏଇଟା ଠିକ ନା ଏଇଟା ଭୁଲ। ଯଦି ପନିଶମେଣ୍ଟ ମିଳୁଛି ତାହେଲେ ଭୁଲ ଯଦି ପନିଶମେଣ୍ଟ ମିଳୁନାହିଁ ତାହେଲେ ଠିକ। ସେକେଣ୍ଡ ପଢିଲେ ଇଣ୍ଡିଭିଜୁଆଲାଇଜେସନ ଇନଷ୍ଟ୍ରୁମେଣ୍ଟାଲ ପର୍ପୋଜ ଆଣ୍ଡ ଏକ୍ସଚେଞ୍ଜ। ଯଦି ଆମକୁ ମିଳୁଛି କିଛି ରିୱାର୍ଡ ମିଳୁଛି ଦେନ୍ ଆମେ କଣ କରିବା ନା ତା ବଦଳରେ ଆମେ ପାଠ ଦବା ହେଲା। ହଁ ତାପରେ ଥାର୍ଡ ରେ ପଢିଲେ କଣ Mutual ଇମ୍ପୋର୍ଟାଣ୍ଟ ରିଲେସନସିପ। relationship expression and ହଁ interpersonal conformity. ଏଠି ପଢି ଦିଅନି ତମେ ଯାହା ବୁଝିଛ କୁହ। ଏଟା ତ ତମେ ଲେଖିବ ନିଜେ ନବ ଦେଖିବ କିନ୍ତୁ ବୁଝିଛ କଣ କୁହ। ଇମ୍ପୋର୍ଟାଣ୍ଟ ଆମ ମାନଙ୍କ ପାଇଁ ଯୋଉମାନେ ଅଛନ୍ତି ସେମାନଙ୍କ ପାଇଁ ଯଦି ତାଙ୍କ ଏକ୍ସପେକ୍ଟେସନ କୁ ନେଇକି ଯଦି ଆମେ କିଛି କରୁଛନ୍ତି ତ ଏଇଟା ହଉଛି ସେଇ ଷ୍ଟେଜ। ସେଥିରେ ଯଦି ମୋରାଲି ଆମର କିଛି ଡେଭଲପ ହଉଛି ତାଙ୍କ ଏକ୍ସପେକ୍ଟେସନ କୁ ନେଇକି ଯଦି ଆମେ କିଛି ପଜିଟିଭଲି କରୁଛନ୍ତି ତ ସେଟା ହେଇଯିବ ଆମର କଣ ନା ହଉଛି ଥାର୍ଡ ଷ୍ଟେଜ। ତ ଫୋର୍ଥ ଷ୍ଟେଜ ରେ କଣ କହିଲେ ସୋସାଇଟି Roles ଆଉ Society, law and order. Law, social order ନେବା। ଲ ଆଣ୍ଡ ଅର୍ଡର ଓରିଏଣ୍ଟେସନ ଯେତେକ ସୋସାଇଟିରେ ଯାହା ସବୁ ଲ ଅଛି ସେ ସବୁକୁ ଯଦି ଆମେ ଫଲୋ କରୁଛନ୍ତି କାହାକୁ ଦେଖିକି ନା ସୋସାଇଟିକୁ ହିଁ ଦେଖିକି ଆମେ ଭାବିବା କି ଆମେ ଯେହେତୁ ସୋସାଇଟିରେ ରହୁଛନ୍ତି ସୋସାଇଟିରେ ଆମର ଗୋଟେ କଣ ନା କର୍ତ୍ତବ୍ୟ ଅଛି କି ଆମେ ସୋସାଇଟିକୁ କେମିତି ଭଲ ରଖିବା ତାର ଲ କୁ କେମିତି ଫଲୋ କରିବା ତାର ଅର୍ଡରକୁ କେମିତି ଫଲୋ କରିବା ତ ସେଟା ହଉଛି ଫୋର୍ଥ ଷ୍ଟେଜରେ ଯାଉଛି। ଫାଇଭ ଷ୍ଟେଜରେ ଆମ ଯୋଗୁ କେତେ ଜଣ ସେଟା ଉପକାର ପାଇପାରୁଛନ୍ତି। ଫାଇଭ Social ଷ୍ଟେଜରେ ହଉଛି ନାଇଁ ସୋସାଇଟିକୁ ବି ଦେଖିବା ଆଉ ହଉଛି କଣ ସମସ୍ତଙ୍କର ଡିଫରେଣ୍ଟ ଭିଉ ଅଛି ଅଲଗା ହଁ Individual right. ଭେରି ଗୁଡ ହେଲା ଇଣ୍ଡିଭିଜୁଆଲ ମାନଙ୍କର ବି ରାଇଟ ସବୁ ଅଛି। ତ ଆମେ ସେଟା ଦେଖିବା ସୋସାଇଟିର ଏହା ରୁଲ ଅଛି କିନ୍ତୁ ସେ ସୋସାଇଟିର ରୁଲ ହିସାବରେ କେତେ ଜଣ ଆଫେକ୍ଟ ହଉଛନ୍ତି କେତେ ଜଣ ଉପକୃତ ହଉଛନ୍ତି। ତ ସେଇ ହିସାବରେ ଆମେ କଣ କରିବା ନା ସିଚୁଏସନ କୁ ନେଇକି ଯଦି ଡିସିସନ ନଉଛନ୍ତି ତ ସେଟା ହେଇଯିବ ଆମର ଫାଇଭ ଷ୍ଟେଜ। ଯଦି ସିଚୁଏସନ ଦେଖିବା ଏଇଟା ଏମିତି ଅଛି ତ ହଁ ଠିକ ଅଛି ମୁଁ ସୋସାଇଟିର ବିରୁଦ୍ଧରେ ଯିବି। ଯଦି ଆମର ସିଚୁଏସନ ଏଇଟା ଅଛି ଠିକ ଅଛି ମୁଁ ସୋସାଇଟିର ସପକ୍ଷରେ ଦେଲେ ବି ସପକ୍ଷରେ ଗଲେ ବି ବେଶୀ ଲୋକ ଆଫେକ୍ଟ ହେବେ ନାହିଁ। ତ ସିଚୁଏସନକୁ ନେଇକି ଯୋଉ ଡିସିସନ ନିଆଯାଏ ସେଟା ହଉଛି ଫାଇଭ ଷ୍ଟେଜରେ। ତା 6 ନମ୍ବର ଷ୍ଟେଜ ଆମକୁ କଣ କହିଲା ୟୁନିଭର୍ସାଲ ଏଥିକାଲ ପ୍ରିନ୍ସିପଲ। ଆମେ ଦେଖିବା ଯଦି ଏଟା ଭୁଲ ତାହେଲେ ଏଟାକୁ ପୁରାପୁରି ଚେଞ୍ଜ କରିବା ହେଲା ସମସ୍ତଙ୍କ ରାଇଟ କୁ ନେଇକି ସମସ୍ତଙ୍କର ମାନେ ସୋସାଇଟିର ଲ ନେଇକି ବା ସୋସାଇଟିର କିଛି ଭାଲ୍ୟୁଜକୁ ନେଇକି ବା ଇଣ୍ଡିଭିଜୁଆଲ ଭାଲ୍ୟୁକୁ ନେଇକି ଯଦି କୋଉଠି ୟଙ୍ଗ ଜେନେରେସନର ପିପଲ କିଛି ଗୋଟେ ତାଙ୍କ ମୋରାଲିଟି ଇଏରେ ଯଦି କିଛି ଡେଭଲପ କରୁଛନ୍ତି ବା ନୂଆ କିଛି ଆଡ କରୁଛନ୍ତି ବା କିଛି ଚେଞ୍ଜ କରୁଛନ୍ତି ଦେନ୍ ସେଟା ହଉଛି ସିକ୍ସ ଷ୍ଟେଜ 6 ନମ୍ବର ଷ୍ଟେଜ। ବୁଝି ହେଲା ଯାହା ପଢା ହେଲା ମନେ Yes, ରହିଲା ma'am. ତ? Yes, ma'am. Yes, ma'am. ମ୍ୟାମ୍ ଆଉ 5 ଥରେ ନମ୍ବର ପଢିଦେଲେ ଷ୍ଟେପଟା ନିଜେ ନିଜେ ଯାହା ହେଇଯିବ। 6 ନମ୍ବର ଆଁ ମ୍ୟାମ୍ 5 ନମ୍ବର ଷ୍ଟେପଟା ଯାହା 6 ନମ୍ବର ଷ୍ଟେଜଟା ବି ତ ସେୟା ହେଲା। ନାଇଁ ନା ସେମ୍ କେମିତି ହେଲା ଆମେ 5 ନମ୍ବର ଷ୍ଟେଜରେ କଣ ନିଜେ କଣ କି କୌଣସି ପ୍ରକାରର ଚେଞ୍ଜ କରୁଥିଲେ କି ଆମେ ନିଜ ସିଚୁଏସନକୁ ନେଇକି ଆମ ମତଟାକୁ ବଦଳଉଥିଲେ। କିନ୍ତୁ ଯୋଉ ନିୟମ ଥିଲା ନିୟମକୁ କଣ ନୂଆ କରି କିଛି ଆଡ କରୁଥିଲେ କି ନା ଚେଞ୍ଜ କରୁଥିଲେ? ଚେଞ୍ଜ କରୁନଥିଲେ ନା ଯାହା ରୁଲ ଥିଲା ଆମେ ତା ସପକ୍ଷରେ ଯାଉଥିଲେ କି ବିପକ୍ଷରେ ଯାଉଥିଲେ 5 ନମ୍ବର ଷ୍ଟେଜରେ। କିନ୍ତୁ 6 ନମ୍ବର ଷ୍ଟେଜ ଆମେ କଣ କଲେ ନା ପୁରା ଚେଞ୍ଜ କଲେ ଯଦି ସେ ସୋସାଇଟି ପାଇଁ ଖରାପ ଅଛି ଗୋଟେ ଇଣ୍ଡିଭିଜୁଆଲ ପାଇଁ ଖରାପ ଅଛି ତାହେଲେ ଆମେ ତାକୁ ପୁରା ଚେଞ୍ଜ କରିଦଉଛନ୍ତି।
यूनिवर्सल एथिकल प्रिंसिपल सेटा सब यूनिवर्सल ये को देखिके सब किसी को देखिके आमे यदि कोनोसी प्रकार इक्वालिटी हो कि ह्यूमैनिटी हो ट्रुथ हो जस्टिस हो ए सब को यदि कोनोसी प्रकार चेंजेस आणुछंती ताहाले सेटा होची 6 स्टेज रे जीव ଆଜ୍ଞା ହେଲା ମ୍ୟାମ୍ ओके तो आउ थरे टिके देखि दबो तमे निजे मन रह जीव ओके हेलो Yes, ma'am. Yes, ma'am. हेलो एजुकेशनल थैंक इम्प्लिकेशन यू एगुड़ाक लिखिବାକୁ पड़िବ ना ସେଇ क्वेश्चन रे आंसर रे ସେଟା ଆମକୁ क्वेश्चन खाली पचारिଛି कि ହଉଛି କଣ 6ଟା ସ୍ଟେଜ କୁ ହିଁ ଏକ୍ସପ୍ଲେନ କର ତାହେଲେ ତମେ ଏଜୁକେସନ ଇମ୍ପ୍ଲିକେସନ ଲାଷ୍ଟ ରେ ଲେଖିବନି ତମେ ଖାଲି ଲେଖିବ କି ହଉଛି ଆମର 6ଟା ସ୍ଟେଜ ଆମର ଦିଆ ହେଇଛି କି ଏଇ 6ଟା ସ୍ଟେଜ ରେ କଣ କଣ ଅଛି ଏଜୁକେସନ ଇମ୍ପ୍ଲିକେସନ କେମିତି ହେଇପାରିବ ଏଇ 6ଟା ସ୍ଟେଜ କୁ ନେଇକି ତାପରେ ତମେ ଏକ୍ସପ୍ଲେନ କରିପାରିବ ତ ଲଙ୍ଗ କ୍वेଶ୍ଚନ ଲେଖିବ ଫର୍ଷ୍ଟ ଏଜୁକେସନ ଇମ୍ପ୍ଲିକେସନ ଲେଖିକି ହିଁ ତାଙ୍କ 6ଟା ସ୍ଟେଜ ଲେଖିବ Yes, ma'am. କେତେ ମାର୍କିଆ କ୍ୱେଶ୍ଚିନ୍ ପଡିବ मैम ସେଇଟା पीडीएफ ତମକୁ ଟା ଲଙ୍ଗ ଟିକେ କ୍वेଶ୍ଚନ सेंड ଆସିପାରିବ मैम ये पीडीएफ ତମକୁ ସେଣ୍ଡ ହେଇନି मैम Selection question कर send मैम करो। पीडीएफ ना सिलेक्शन क्वेश्चन तुमको दियाଯିବ एग्जाम ଏବେ ହେଇନି तुमको 15 दिन आगु दियाଯିବ ହେଲା मैम तो आज पीडीएफ टा और टिके से सेंड ठीक अछि किंतु पीडीएफ में बोलो କଣ ହେଲା କଣ କହୁଛ ଆଉଥରେ କୁହ ବୁଝିପାରିଲନି पीडीएफ टा टिके मिल जाए टिके भलो होता है पढ़ा पढ़ता है ପିଡିଏଫ मैम पीडीएफ टा मिल जाए टिके पढ़ा पढ़ता है भलो ହଁ 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 ମୁଁ ସାରଙ୍କୁ ତ କହିଥିଲି ହଉ ଆଉଥରେ କହିବି ଆଉ ହେଲା नहीं पूर्व जने मैडम पढ़ौଥିଲେ से तांकर देइथिले पीडीएफ कोन अल्प किंतु एइने एटा आपण पढ़ौछन्ती तो रैंडमली सब दिन क्लास होची तो एबे टिके देइ देले टिके भलो ହଁ 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 ଯଦି ଆଜ୍ଞା ହବ ମୁଁ ତମର କ୍ଲାସ କାଲି ମୁଁ ଟୁ ଟାଇମ୍ସ ନେଲେ ତ ତମେ କରିପାରିବ ସମସ୍ତେ यस मैम yes ma'am ହଉ Yes, ma'am. Yes, ଠିକ ma'am. ଅଛି ମୁଁ ସାରଙ୍କ ଆଜ୍ଞା ସହିତ କଥା ହେଇକି ଯଦି ହବ ଦିନରେ 2 ଟାଇମ କରିକି ନେଇକି ସାରିଦେଲା ପରେ ତମେ ଆରାମସେ ବସିକି ଟିକେ ସେଲ୍ଫ ଷ୍ଟଡି କରିପାରିବ ମ୍ୟାମ୍ ବହିରେ ଅଧିକ ଅଛି ନୋଟରେ ତ ଅଳ୍ପ ଅଳ୍ପ ହଁ ସବୁ ହଁ ଲେଖା ହେଇଛି। ହଁ ବୁକ୍ ରେ ତ ଯାହା ହେଲେ ବି ଅଧିକା ଦବ କାହିଁକିନା ତମକୁ ବୁକ୍ ବି ଆଉ ରେଫରେନ୍ସ ରେ ନୋଟ ନବାକୁ ଟିକେ ବୁଝି ହଉଛି ମନେ ବି ଜଲ୍ଦି ରହିବ। ହଁ ତମକୁ ବୁକ୍ ର ରେଫରେନ୍ସ ନବା ପାଇଁ ପଡିବ ବୁକ୍ ରେ ଯାହା ଏକ୍ସଟ୍ରା ଜିନିଷ ଅଛି ତମକୁ ଟିକେ ଟିକେ ଦେଖିଦବ ଆଉ ତମକୁ କ୍ୱେଶ୍ଚିନ୍ ଯୋଉଗୁଡାକ ପଡିବ ତମକୁ ମୁଁ ଯେତେବେଳେ ସିଲେକ୍ସନ ଦେବି ତମେ ଦେଖିବ ମାନେ ଯୋଉଗୁଡାକ ନୋଟ ରେ ଦେଇଛି ଦେଖ ନୋଟ ରେ ଏଇଟା ଦେଇଛି ମୁଁ ତମକୁ ଆହୁରି ସର୍ଟ କରିକି ଦେବି ଯୋଉଥିପାଇଁ କି ତମେ ମନେ ରଖିପାରିବ କି ଗୋଟେ ମାଇଣ୍ଡ ସେଟ୍ ବନେଇଦବ କି ହଁ ଏଇ ଜିନିଷ ମତେ ଅଛି ଏଇ ଜିନିଷ ମତେ ଲେଖିବାର ଅଛି ମ୍ୟାମ୍ नोट भी ମ୍ୟାମ୍ देखिए ନୋଟକୁ ଛାଡ଼ିଦେଲେ ବହିରେ ତ ମାନେ ବହୁତ କିଛି ଦେଇଛି ନୋଟରେ ଅଳ୍ପ ଅଳ୍ପ କଣ ସବୁ ଲେଖା ହେଇଛି। ହଁ ନୋଟ ରେ ତ ଅଳ୍ପ ଲେଖା ହେଇଛି ତମକୁ ବୁକ୍ ରେଫରେନ୍ସ ନବା ପାଇଁ ପଡିବ ବୁକ୍ ନ ପଢିଲେ ଖାଲି ନୋଟ ପଢିଲେ ହବନି ବୁକରେ ଯୋଉଟା ନ ତମକୁ ବୁଝି ନୋଟ ପାରିଲେ ବୁକ୍ ରେ ଯୋଉଟା ନ ବୁଝିପାରୁଛ ମତେ ପଚାରୁନ ତମକୁ ଡାଉଟ୍ କ୍ଲିୟରିଂ କ୍ଲାସ ହବ ନା ୟା ପରେ ତମକୁ ଡାଉଟ୍ କ୍ଲିୟରିଂ କ୍ଲାସ ବି ଦିଟା ହବ ସେଥିରେ ତମେ ମତେ ପଚାରିବ मैम जो ये थियोरी सब पढ़ा होची एवरी थियोरी कोन 15 मार्क रो क्वेश्चन आसी माने एत्ति के लेखिले एनफ ना आउ भी किछि ऐड करी ନାଇଁ ଆହୁରି ଆड କରିବ ସେ ଖାଲି ଏତିକି ପଚାରି ନଥିବ କି ମୋରାଲ ଡେଭଲପମେଣ୍ଟ ର ଥିଓରି ଯୋଉ ଦେଇଛନ୍ତି ଆମର ତାକୁ କୋଲବର୍ଗ କି ତାର 6ଟା ଷ୍ଟେଜ କୁ ଏକ୍ସପ୍ଲେନ କର ଖାଲି ଏତିକି ଦେଇ ନଥିବ ତାର ଏଜୁକେଶନାଲ ଇମ୍ପ୍ଲିକେସନ ପଚାରିଥିବ ତା ସହିତ ଷ୍ଟେଜ ପଚାରିଥିବ ଏସବୁ ପଚାରିକି ହିଁ 15 ମାର୍କ କରିଥିବ थैंक यू ହଉ ଥ୍ୟାଙ୍କ ୟୁ କାଲି ଦେଖା ହବ Thank you, ma'am. थैंक यू Thank you, ma'am. Thank you.